Recording in वसुदेवसुतं progress. देवं कंसचाणूरमर्दनं देवकी परमानन्दं कृष्णं वन्दे जगद्गुरुं श्रीकृष्णं वन्दे जगद्गुरुम्। अनंत कोटि ब्रह्मांडर नायक परम ब्रह्म परम पुरुष परम प्रेममय श्री हरि जगतर नाथ जगन्नाथ को मोर प्रणाम जनाऊँची ଏବଂ ଶ୍ରୀମଦ୍ ଭାଗବତମ ଅନୁମୋଦନରେ ଉପସ୍ଥିତ ସମସ୍ତ ମାତାଜୀ ଏବଂ ପ୍ରଭୁଜୀ ମାନଙ୍କୁ ମୋର ଭକ୍ତିପୂତ ପ୍ରଣାମ। ଆଜିର ଅନୁମୋଦନର ବିଷୟବସ୍ତୁ ହେଉଛି ଶ୍ରୀମଦ୍ ଭାଗବତମ ଚତୁର୍ଥ ସ୍କନ୍ଧ ପ୍ରଥମରୁ ସପ୍ତମ ଅଧ୍ୟାୟ। ପ୍ରଥମେ ଆମେ ଜାଣିବା ସ୍ୱୟଂଭୁବ ମନୁଙ୍କ କନ୍ୟାମାନଙ୍କର ବଂଶାବଳୀ ବିଷୟରେ। ପ୍ରଥମେ ବ୍ରହ୍ମାଙ୍କର ଶରୀର ଦୁଇ ଭାଗ ହୋଇ ମନୁ ଏବଂ ଶତରୂପା ହେଲେ। ସେମାନଙ୍କ ମିଳନରେ ଶତରୂପାଙ୍କ ଗର୍ଭରୁ ଉତ୍ତାନପାଦ ଏବଂ ପ୍ରିୟବ୍ରତ ନାମରେ ଦୁଇଟି ପୁତ୍ର ଏବଂ ଆକୁତି ଦେବହୂତି ଓ ପ୍ରସୂତି ନାମରେ ତିନି କନ୍ୟା ଜାତ ହେଲେ। ସେମାନଙ୍କ ଠାରୁ ସୃଷ୍ଟିର ବିସ୍ତାର ଆରମ୍ଭ ହେଲା। ରୁଚି ଆକୁତିଙ୍କ ପୁତ୍ର ହେଲେ ଯଜ୍ଞପୁରୁଷ ସ୍ୱୟଂ ବିଷ୍ଣୁ ଓ କନ୍ୟା ହେଲେ ଦକ୍ଷିଣା। ପୁତ୍ରିକା ଧର୍ମର ସର୍ତ୍ତ ଅନୁସାରେ ପୁତ୍ର ଯଜ୍ଞକୁ ମନୁ ପାଳିତ ପୁତ୍ର ଭାବେ ଗ୍ରହଣ କଲେ। ପରେ ଦକ୍ଷିଣା ଯଜ୍ଞପତି ଭଗବାନଙ୍କୁ ପତି ରୂପେ ପାଇବାକୁ ଇଚ୍ଛା କଲେ ଏବଂ ତାଙ୍କୁ ବିବାହ କଲେ ଏବଂ ତାଙ୍କଠାରୁ 12 ପୁତ୍ର ଯଥା ତୋଷ ପ୍ରତୋଷ ସନ୍ତୋଷ ଭଦ୍ର ଶାନ୍ତି ଇଡସ୍ପତି ଇଦ୍ମ କବି ବିଭୁ ସହ୍ନ ସୁଦେବ ରୋଚନ ଆଦି ଜନ୍ମ ନେଲେ। ଏହି ଭାଇମାନଙ୍କ ଠାରୁ ତୁଷିତ ନାମକ ଦେବଗଣ ଉତ୍ପନ୍ନ ହେଲେ। ତାପରେ ଦେବହୂତି ଏବଂ କର୍ଦମଙ୍କ ଠାରୁ 9 କନ୍ୟା ଏବଂ ପୁତ୍ର କପିଳ ଜନ୍ମ ନେଲେ। ନବକନ୍ୟାଙ୍କର ବଂଶାବଳୀ ଏହିପରି ଭାବରେ ହେଉଛି। ପ୍ରଥମ କନ୍ୟା ହେଲେ କଳା କନ୍ୟା, ଯିଏକି ମରିଚି ଋଷିଙ୍କୁ ବିବାହ କଲେ। ତାଙ୍କ ଗର୍ଭରୁ କଶ୍ୟପ ଓ ପୂର୍ଣ୍ଣିମା ନାମରେ 2 ପୁତ୍ର ଜାତ ହେଲେ। ପୂର୍ଣ୍ଣିମାଙ୍କର 2 ପୁତ୍ର ହେଲେ ବିରଜ ଓ ବିଶ୍ଵଗ ଏବଂ ଦେବକୁଲ୍ୟା ନାମୀ କନ୍ୟା, ଯିଏ ପରବର୍ତ୍ତୀ ସମୟରେ ଗଙ୍ଗା ନଦୀ ହୋଇ ପ୍ରବାହିତା ହେଲେ। ଦ୍ୱିତୀୟ କନ୍ୟା ଅନୁସୟା ଅତ୍ରିଙ୍କୁ ବିବାହ କଲେ ଏବଂ ସେ 3 ଜଣ ଯଶସ୍ୱୀ ପୁତ୍ରଙ୍କୁ ଜନ୍ମ ଦେଲେ, ଯଥା ଦତ୍ତାତ୍ରେୟ, ଦୁର୍ବାସା ଓ ଚନ୍ଦ୍ରମା, ଯେଉଁମାନେ କ୍ରମଶଃ ବିଷ୍ଣୁ ଶିବ ଓ ବ୍ରହ୍ମାଙ୍କର ଅଂଶଭୂତ ହେଲେ। ତୃତୀୟ କନ୍ୟା ଶ୍ରଦ୍ଧା, ଯିଏକି ଅଙ୍ଗିରାଙ୍କୁ ବିବାହ କଲେ। ତାଙ୍କଠାରୁ 4 କନ୍ୟା ସିନିବାଲି, କୁହୁ, ରାକା, ଅନୁମତି ଆଦି ଜାତ ହେଲେ ଏବଂ 2 ପୁତ୍ର ଉତଥ୍ୟ ଓ ବୃହସ୍ପତି ଜନ୍ମ ନେଲେ। ଚତୁର୍ଥ କନ୍ୟା ହବିର୍ଭୁ ପୁଲସ୍ତ୍ୟଙ୍କୁ ବିବାହ କଲେ। ତାଙ୍କର 2 ପୁତ୍ର ହେଲେ ଅଗସ୍ତ୍ୟ ଓ ବିଶ୍ରବା। ବିଶ୍ରବାଙ୍କର 2 ପତ୍ନୀ ଇଡାବିଡା, ତାଙ୍କର ପୁତ୍ର ହେଲେ ଯକ୍ଷରାଜ କୁବେର। ଆଉ ଜଣେ ପତ୍ନୀ ହେଲେ କେଶିନୀ, ତାଙ୍କର ପୁତ୍ର ହେଲେ ରାବଣ, କୁମ୍ଭକର୍ଣ୍ଣ ଏବଂ ବିଭୀଷଣ। ପଞ୍ଚମ କନ୍ୟା ଗତି ବିବାହ କଲେ ପୁଲହଙ୍କୁ ଏବଂ 3 ପୁତ୍ର ଜନ୍ମ ଦେଲେ। ସେମାନେ ହେଲେ କର୍ମଶ୍ରେଷ୍ଠ, ବରିୟାନ ଏବଂ ସହିଷ୍ଣୁ। ଷଷ୍ଠ କନ୍ୟା କ୍ରିୟା ବିବାହ କଲେ କ୍ରତୁଙ୍କୁ ଏବଂ 60,000 ବାଳଖିଲ୍ୟ ଋଷିଙ୍କୁ ସୃଷ୍ଟି କଲେ। ସପ୍ତମ କନ୍ୟା ଅରୁନ୍ଧତୀ ବିବାହ କଲେ ବଶିଷ୍ଠଙ୍କୁ। ତାଙ୍କର 7 ପୁତ୍ର ଜନ୍ମ ନେଲେ। ସେମାନେ ହେଲେ ଚିତ୍ରକେତୁ, ସୁରୋଚି, ବିରଜା, ମିତ୍ର, ଉଲ୍ଲଣ, ବସୁହୃଦଯାନ ଏବଂ ଦ୍ୱିମାନ। ଅଷ୍ଟମ କନ୍ୟା ଚିତି ବିବାହ କଲେ ଅଥର୍ବାଙ୍କୁ ଏବଂ ତାଙ୍କର ଗୋଟିଏ ପୁତ୍ର ଜାତ ହେଲେ, ସେ ହେଲେ ଦଧିଚି। ନବମ କନ୍ୟା ଖ୍ୟାତି ଭାବେ ବିବାହ କଲେ ଭୃଗୁଙ୍କୁ। ତାଙ୍କର 2 ପୁତ୍ର ହେଲେ ଧାତା ଏବଂ ବିଧାତା। ଧାତା ବିବାହ କଲେ ମେରୁ ଋଷିଙ୍କର କନ୍ୟା ଆୟତୀଙ୍କୁ ଏବଂ ବିଧାତା ବିବାହ କଲେ ନିୟତିଙ୍କୁ। ଆୟତୀ ଧାତାଙ୍କର ପୁତ୍ର ହେଲେ ମୃକଣ୍ଡ ଋଷି ଏବଂ ତାଙ୍କଠାରୁ ସୃଷ୍ଟି ହେଲେ ମାର୍କଣ୍ଡେୟ ଋଷି। ନିୟତି ଆଉ ବିଧାତାଙ୍କ ଠାରୁ ପ୍ରାଣପୁତ୍ର ଜନ୍ମ ନେଲେ ଏବଂ ତାଙ୍କର ପୁତ୍ର ହେଲେ ବେଦଶିରା ମୁନି। ବେଦଶିରା ମୁନିଙ୍କର ପୁତ୍ର ହେଲେ କବିବର। ଭୃଗୁଙ୍କର ଅନ୍ୟ ଏକ ପୁତ୍ର ଥିଲା, ଯିଏକି ଭୃଗୁଙ୍କର ଅନ୍ୟ ଏକ ପୁତ୍ର ଥିଲେ। ତାଙ୍କର ପୁତ୍ର ହେଲେ ଭଗବାନ ଉସନା। ତାପରେ ତୃତୀୟ କନ୍ୟା ହେଲେ ପ୍ରସୂତି। ସେ ବିବାହ କଲେ ଦକ୍ଷଙ୍କୁ ଏବଂ ତାଙ୍କଠାରୁ 16ଟି କନ୍ୟା ଜାତ ହେଲେ। ଶ୍ରଦ୍ଧା 1 ନମ୍ବର କନ୍ୟା ଶ୍ରଦ୍ଧା, ତାଙ୍କଠାରୁ ପୁତ୍ର ଜାତ ହେଲେ ସତ୍ୟ। ଦ୍ୱିତୀୟ କନ୍ୟା ମୈତ୍ରୀ, ତାଙ୍କଠାରୁ ପୁତ୍ର ଜାତ ହେଲେ ପ୍ରସାଦ। ତୃତୀୟ ଦୟା, ତାଙ୍କଠାରୁ ଜାତ ହେଲେ ଅଭୟ। ଚତୁର୍ଥ ଶାନ୍ତି, ତାଙ୍କଠାରୁ ଜାତ ହେଲେ ସୁଖ। ସେପରି ତୁଷ୍ଟିଙ୍କ ଠାରୁ ହର୍ଷ, ପୁଷ୍ଟିଙ୍କ ଠାରୁ ଅହଙ୍କାର, କ୍ରିୟାଙ୍କ ଠାରୁ ଯୋଗ, ଉନ୍ନତିଙ୍କ ଠାରୁ ଦର୍ପ, ତିତିକ୍ଷାଙ୍କ ଠାରୁ କ୍ଷମ, ଲଜ୍ଜାଙ୍କ ଠାରୁ ବିନୟ ଏବଂ ବୁଦ୍ଧିଙ୍କ ଠାରୁ ଅର୍ଥ, ମେଧାଙ୍କ ଠାରୁ ସ୍ମରଣ ଏବଂ ମୃତ୍ୟୁଙ୍କ ଠାରୁ ନାରାୟଣ ନାମକ ପୁତ୍ର ଜାତ ହେଲେ। 14 ନମ୍ବର କନ୍ୟା ଅଗ୍ନିଙ୍କୁ ପ୍ରଦାନ କଲେ। ତାଙ୍କଠାରୁ ସ୍ୱହା ଠାରୁ ପାବକ, ପବମାନ ଓ ସୂଚି 3 ପୁତ୍ର ଯଜ୍ଞ ଭକ୍ଷଣକାରୀ ହେଲେ। 15ରେ ଏକ କନ୍ୟା ପିତୃପୁରୁଷଙ୍କୁ ଦେଲେ। ସ୍ୱାଧା ଠାରୁ ଧାରିଣୀ, ବୟୁନା ଏବଂ 2 ବ୍ରହ୍ମଜ୍ଞାନୀ କନ୍ୟା ଜାତ ହେଲେ। 16 ନମ୍ବର କନ୍ୟା ହେଲେ ସତୀ ଏବଂ ପିତା ଦକ୍ଷଙ୍କର ଅନିଚ୍ଛା ସତ୍ତ୍ୱେ ସେ ସତୀ ବିବାହ କଲେ ଶିବଙ୍କୁ। ଯେତେବେଳେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପରମେଶ୍ୱର ଶିବଙ୍କୁ ବିବାହ କରିଥିଲେ, ଅନେକ କାଳ ବିତି ଯାଇଥିଲେ ମଧ୍ୟ ସତୀ ମା ହୋଇ ନ ପାରି ସନ୍ତାନ ସୁଖରୁ ବଞ୍ଚିତା ଥିଲେ।
ତେଣୁ ତାଙ୍କ ପିତା ଦକ୍ଷ ଶିବ ଓ ସତୀଙ୍କ ଉପରେ ଅସନ୍ତୁଷ୍ଟ ଥିଲେ, କାରଣ ସେମାନେ ସୃଷ୍ଟି ସର୍ଜନାରେ ସହଯୋଗ କରୁନଥିବା ଭାବୁଥିଲେ। ଶିବଙ୍କୁ ଦେଖିଲେ ମନେ ମନେ କ୍ରୋଧିତ ହୋଇ ଅପମାନିତ କରିବାକୁ ଚାହୁଁଥିଲେ, ଯେମିତି ଦକ୍ଷ ସୁଯୋଗର ଅପେକ୍ଷାରେ ଥିଲେ। ଏକଦା ବିଶ୍ୱସ୍ରଷ୍ଟା ଯଜ୍ଞ ଏକଦା ବିଶ୍ୱସ୍ରଷ୍ଟା ଯଜ୍ଞ ଆରମ୍ଭ କରିବାକୁ ସମସ୍ତ ଦେବତା, ବ୍ରାହ୍ମଣ, ମୁନି ଋଷିମାନେ ବ୍ରହ୍ମାଙ୍କ ଆହୁତ ସଭାରେ ଉପସ୍ଥିତ ରହି ବିଚାର ବିମର୍ଶ କରୁଥିଲେ। ଦେବଦେବ ମହାଦେବ ମଧ୍ୟ ବ୍ରହ୍ମାଙ୍କ ସହିତ ସେଠି ଉପବେଶନ କରିଥିଲେ। ତେଜୋଦୀପ୍ତ ଉଚ୍ଚାସନରେ ଅଭିଷିକ୍ତ ପ୍ରଜାପତି ଦକ୍ଷ ସେଠାରେ ଉପସ୍ଥିତ ହେବା ମାତ୍ରେ ସାମ୍ବିଧାନିକ ନିୟମ ଅନୁସାରେ ସମସ୍ତେ ଆସନରୁ ଉଠି ଅଭିବାଦନ ଜଣାଇ ଜୟଧ୍ୱନି କଲେ। ମାତ୍ର ସମାସନରେ ବ୍ରହ୍ମାଙ୍କ ସହ ବସିଥିବା ଶିବ ଉଠିଲେ ନାହିଁ କି ଅଭିବାଦନ କଲେ ନାହିଁ। ଶିବଙ୍କର ଏତାଦୃଶ ଆଚରଣରେ ଦକ୍ଷ ଅପମାନ ବୋଧ କରି କ୍ରୋଧିତ ହେଲେ ଏବଂ ଭାବିଲେ, ଏଭଳି ସୁଯୋଗ ପାଇ ଦକ୍ଷ ମହାରାଜ ଶିବଙ୍କୁ ଅପମାନିତ କରି ନାନା କୁଭାଷାରେ ଭର୍ତ୍ସନା କଲେ। ସମସ୍ତ ମୁନି ଋଷିଙ୍କୁ ସାକ୍ଷୀ ରଖି ଅତ୍ୟନ୍ତ କ୍ରୋଧିତ ହୋଇ କହିଲେ, ବ୍ରହ୍ମାଙ୍କ କଥାରେ ମୋର ଅଲିଅଳି କନ୍ୟା ସତୀକୁ ଏଭଳି ଅନୁପଯୁକ୍ତ ପାତ୍ର ହାତରେ ଟେକି ଦେଇ ମୁଁ ମସ୍ତ ବଡ ଭୁଲ କରିଛି। କ୍ରୋଧ ତ ବ୍ରହ୍ମଚଣ୍ଡାଳ ନିଜର ସଂଯମତା ହରାଇ ଶିବଙ୍କୁ ଅଭିଶାପ ଦେଲେ, ଯାହାକି ତାଙ୍କୁ କୌଣସି ଯଜ୍ଞରେ ହବିର୍ଭାଗ ମିଳିବ ନାହିଁ। ଶିବଙ୍କ ପ୍ରତି ଏଭଳି କଠୋର ଅପମାନ ଶିବ ଅନୁଚର ନନ୍ଦୀ ମହାରାଜ ସହିପାରିଲେ ନାହିଁ। ପ୍ରଭୁଙ୍କର ନିନ୍ଦା ଭୃତ୍ୟ ବା ସହନ୍ତା କିପରି? ଦକ୍ଷକୁ ପ୍ରତି ଅଭିଶାପ ଦେଇ କହିଲେ, ଦକ୍ଷ ଜାଣିବା ଶୁଣିବା ହେଇ ଅବିଚାରିତ ଭାବେ ଛେଳି ଭଳି ଆଚରଣ କରୁଛି। ତେଣୁ ଦକ୍ଷକୁ ଆରାଧନା କରିବ ଯିଏ, ସେ ବିଷ୍ଣୁ ଦ୍ରୋହ ପାତକ ଲଭିବ, ଜନ୍ମ ମୃତ୍ୟୁ ଚକ୍ରରେ ପଡି ଦୁଃଖ ଭୋଗ କରିବ। ସେଠାରେ ଉପସ୍ଥିତ ଥିବା ଭୃଗୁ ମହର୍ଷି ଦକ୍ଷର ପକ୍ଷ ଧରି ଶାପ ବିଧାନ କଲେ କି, ଯିଏ ଶିବବ୍ରତ ପାଳନ କରିବ ସିଏ ପାଷଣ୍ଡ ହୋଇ ତମ ଗୁଣରେ ହୀନଗତି ପ୍ରାପ୍ତ ହେବ। ସଭା ମଧ୍ୟରେ ଏହିପରି ହଟ୍ଟଗୋଳ ଦେଖି ନିଜ ଗଣଙ୍କ ଭିତରେ ସଦାଶିବ ନୀରବରେ ପ୍ରସ୍ଥାନ କଲେ। ଏଠାରେ ବିଚାର୍ଯ୍ୟ ଏହି କି, ଅଚଳାଚଳ ସମ୍ପଦ, ପ୍ରଭୁତ କ୍ଷମତା, ସର୍ବଶ୍ରେଷ୍ଠ ସମାନର ଅଧିକାରୀ ଦକ୍ଷ କ୍ରୋଧରେ ହତଜ୍ଞାନ ହୋଇ ଶିବଙ୍କ ସ୍ୱରୂପ ଜାଣି ମଧ୍ୟ ଅଜଣା ହୋଇ ଏଭଳି ନିନ୍ଦିତ ଆଚରଣ କଲେ। ମୁନିନାଞ୍ଚ ମତିଭ୍ରମ, କ୍ରୋଧ ହେଉଛି ବିନାଶର କାରଣ। ଅନ୍ୟପକ୍ଷରେ ପରମ ଭାଗବତ, ପରମ ବୈଷ୍ଣବ ସଦାଶିବ ନିଜ ଗୁଣରେ ନିନ୍ଦା ସ୍ତୁତିର ଊର୍ଦ୍ଧ୍ୱରେ ରହି ଅତିଶୟ ସହନଶୀଳତା ପ୍ରଦର୍ଶନ କରି ସ୍ଥାନ ତ୍ୟାଗ କରିଛନ୍ତି। ତାପରେ ସତୀଙ୍କର ପିତାଙ୍କ ଯଜ୍ଞରେ ଯୋଗଦାନର ଅଭିଳାଷ ଏବଂ ଶିବଙ୍କର ନିଷେଧ। ବ୍ରହ୍ମାଙ୍କର ପ୍ରେରଣାରେ ଦକ୍ଷ ବାଜପେୟ ଯଜ୍ଞ ଆରମ୍ଭ କଲେ, ଭୃଗୁଙ୍କୁ ପୁରୋହିତ ରୂପେ ବରଣ କଲେ, କିନ୍ତୁ ଶିବଙ୍କ ଦ୍ୱାରା ଅପମାନିତ ଭାବନା ନେଇ ସେ ନିଜ କନ୍ୟା ସତୀଙ୍କୁ ମଧ୍ୟ ନିମନ୍ତ୍ରଣ କଲେ ନାହିଁ। ଆକାଶ ମାର୍ଗରୁ ଦେଖି ସତୀ ପିତାଙ୍କ ଯଜ୍ଞ କଥା ଜାଣିପାରିଲେ ଏବଂ ଦେଖିବାକୁ ପାଇଲେ ଅନେକ ମୁନି ଋଷି, ଦେବତା, ଦେବକନ୍ୟାଙ୍କ ଗଣ ତାଙ୍କର ନିବାସ ସ୍ଥଳ କୈଳାସ ପାଖ ଦେଇ ଯାଉଛନ୍ତି। ଯକ୍ଷ, ଗନ୍ଧର୍ବ ଓ କିନ୍ନର ପ୍ରଭୃତି ନିଜ ନିଜର ସୁନ୍ଦରୀ ଆଭୂଷିତା ପତ୍ନୀମାନଙ୍କ ସହ ବିମାନରେ ଗମନ କରୁଛନ୍ତି। ତାହା ଦେଖି ସତୀଙ୍କ ମନରେ ମଧ୍ୟ ଯଜ୍ଞ ଦେଖିବାକୁ ଉତ୍ସାହ ଲାଗିଲା। ତେଣୁ ସେ ଯାଇ ସ୍ୱାମୀ ଶଙ୍କରଙ୍କୁ ପିତାଙ୍କ ଗୃହ ଯଜ୍ଞକୁ ଯିବାକୁ ନିବେଦନ କରିଥିଲେ। ଦକ୍ଷଙ୍କର ଅପମାନ କଥା ମନରେ ରଖି ଶିବ କହିଲେ, ବିନା ନିମନ୍ତ୍ରଣରେ ବନ୍ଧୁ ଘରକୁ ଯାଇହେବ, କିନ୍ତୁ ଯଦି ବନ୍ଧୁଙ୍କ ଦୃଷ୍ଟିଗୋଚର ଦେହାଭିମାନ ଜନିତ ମଦ ଓ କ୍ରୋଧ ହେତୁ ଦୋଷପୂର୍ଣ୍ଣ ଓ ଦୋଷଯୁକ୍ତ ହୋଇ ଯାଇ ନଥାଏ। କୁଟିଳ ବୁଦ୍ଧିଯୁକ୍ତ ସ୍ୱଜନଙ୍କର କୁଟିଳ ବଚନ ମର୍ମଭେଦୀ ଓ ଅତ୍ୟନ୍ତ ଦୁଃଖଦାୟକ। ପୁନଶ୍ଚ ସତୀଙ୍କୁ କହିଲେ, ତୁମେ ତାଙ୍କର ଜନ୍ମିତ କନ୍ୟା ହେଲେ ମଧ୍ୟ ମୋର ଆଶ୍ରିତ ହୋଇଥିବା ହେତୁ ତାଙ୍କଠାରୁ କୌଣସି ଆଦର ସମ୍ମାନ ପାଇବ ନାହିଁ। ପ୍ରଜାପତି ମାନଙ୍କ ସଭାରେ ପିତାଙ୍କୁ ସମ୍ମାନ ନ ଜଣାଇବାର କାରଣରେ ସେ କହିଥିଲେ, ଅନ୍ତଃକରଣର ବାସୁଦେବଙ୍କୁ ପ୍ରତ୍ୟକ୍ଷ ଅନୁଭବ କରି ସେହି ଇନ୍ଦ୍ରିୟାତୀତ ଭଗବାନଙ୍କୁ ମୁଁ ନମସ୍କାର କରେ। ବିନା କାରଣରେ ଦକ୍ଷ ମୋ ସହିତ ଶତ୍ରୁତା କଲେ, ତେଣୁ ମୋ କଥା ମାନି ଏକୁଟିଆ ଗଲେ ମଧ୍ୟ ତୁମ ପକ୍ଷରେ ତାହା ମଙ୍ଗଳକର ହେବ ନାହିଁ। ପତିଙ୍କ କଥା ନ ମାନି ସତୀ ଦକ୍ଷ ଯଜ୍ଞକୁ ଗଲେ। ଦକ୍ଷଙ୍କ ବାଜପେୟ ଓ ବୃହସ୍ପତି ଯଜ୍ଞରେ ଶିବଙ୍କର ଅପମାନ ହେତୁ ଅନର୍ଥ ଘଟିବା କଥା ବ୍ରହ୍ମା ଏବଂ ବିଷ୍ଣୁ ଜାଣିପାରିଥିଲେ ଏବଂ ସେ ଯଜ୍ଞରେ ଅନୁପସ୍ଥିତ ରହିଥିଲେ। ଯଜ୍ଞଶାଳାରେ ଦକ୍ଷ, ଭୃଗୁ, ଭଗ ଓ ପୂଷା ଶିବ ଅପମାନକୁ ସମର୍ଥନ କରି ସତୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ, ଯାହା ଫଳରେ ସତୀ ଯୋଗାଗ୍ନିରେ ଶରୀର ତ୍ୟାଗ କଲେ। ତାଙ୍କର ମୃତ୍ୟୁ ସମ୍ବାଦ ବ୍ରହ୍ମର୍ଷି ନାରଦ ଶିବଙ୍କୁ ଦେଇ ଉତ୍ତେଜିତ କଲେ। ଫଳରେ ଶିବ ନିଜ ଜଟାରୁ ଆତ୍ମସ୍ୱରୂପ ବୀରଭଦ୍ରଙ୍କୁ ଜନ୍ମ ଦେଇ ଦକ୍ଷ ଯଜ୍ଞ ଭାଙ୍ଗି ଉଚିତ ଦଣ୍ଡ ଦେବାକୁ ପଠେଇଦେଲେ। ରୁଦ୍ରଗଣ ପ୍ରଚଣ୍ଡ ଆକ୍ରମଣ କରି ଦକ୍ଷ ମୁଣ୍ଡ ମୋଡ଼ି ହତ୍ୟା କଲେ। ଭୃଗୁର ଦାଢି, ଭଗର ଚକ୍ଷୁ ଉପାଡ଼ିଲେ, କୁଶାର ଦାନ୍ତ ଭାଙ୍ଗିଦେଲେ। ଏଠାରେ ଦେଖାଗଲା କି ଅପରାଧ କରୁଥିବା ବ୍ୟକ୍ତିକୁ ସମର୍ଥନ କଲେ ମଧ୍ୟ ଦଣ୍ଡ ମିଳିବ। ରୁଦ୍ରଗଣଙ୍କ ତାଣ୍ଡବରେ ତିନି ପୁର ପ୍ରକମ୍ପିତ ହୋଇ ଧ୍ୱଂସ ଆଡକୁ ଗତି କଲା। ଏତିକି ବେଳେ ବ୍ରହ୍ମା ଦେବଗଣଙ୍କ ସହ ଆଶୁତୋଷ ଶିବଙ୍କୁ ସୃଷ୍ଟି ରକ୍ଷାର୍ଥେ ସ୍ତୁତି କରିବାକୁ ଲାଗିଲେ। ଶିବଙ୍କୁ ସନ୍ତୁଷ୍ଟ କରି ଦକ୍ଷଙ୍କୁ ପୁନର୍ଜନ୍ମ ଦେବାକୁ ନିବେଦନ କଲେ। ବ୍ରହ୍ମାଙ୍କ ସୁଚିନ୍ତିତ ମତାମତ ନେଇ ସ୍ୱୟଂ ମହାଦେବ ଦକ୍ଷଠାରେ ଛେଳି ମୁଣ୍ଡ ଲଗାଇ ଜୀବିତ କଲେ। ଭୃଗୁର ଛେଳି ଦାଢି ଲଗାଇଲେ। ପାକୁଆ ପାଟିରେ ପୂଷା ପିଠା ଖାଇବାର ବ୍ୟବସ୍ଥା ମଧ୍ୟ କଲେ। ବନ୍ଦ ଥିବା ଯଜ୍ଞ ପୂର୍ଣ୍ଣାହୁତି ପର୍ଯ୍ୟନ୍ତ ଚାଲିଲା।
ସେଠାରେ ଯଜ୍ଞପୁରୁଷ ଶ୍ରୀକୃଷ୍ଣ ଅପରୂପ ଶୋଭାରେ ଅଷ୍ଟଭୁଜରେ ଆବିର୍ଭାବ ହେଲେ। ତାଙ୍କର କମନୀୟ ଶାନ୍ତିମୂର୍ତ୍ତି ଦର୍ଶନ କରି ସମସ୍ତେ କୃତ୍ୟକୃତ୍ୟ ହୋଇ ମହିମା ଗାନ କରିବାକୁ ଲାଗିଲେ। ବ୍ରହ୍ମା, ଶିବ, ଇନ୍ଦ୍ର, ଅଗ୍ନି, ବାୟୁ, ଦକ୍ଷ, ଭୃଗୁ, ପୂଷା, ବ୍ରାହ୍ମଣଗଣ, ଯୋଗୀ, ଋଷି, ସିଦ୍ଧ, ଚାରଣ, ଗନ୍ଧର୍ବ, ବିଦ୍ୟାଧର, ଲୋକପାଳ ଆଦି ସମସ୍ତେ ଯୋଡ଼ ହସ୍ତରେ ସ୍ତୁତିଗାନ କରିବାକୁ ଲାଗିଲେ। ହୁଁ। ଦକ୍ଷ କହିଲେ, ଆପଣ ସ୍ୱରୂପରେ ଶୁଦ୍ଧ, ଭେଦ ବୁଦ୍ଧି ରହିତ, ଚୈତନ୍ୟମୟ ଏବଂ ଭୟଶୂନ୍ୟ। ଆପଣ ସ୍ୱତନ୍ତ୍ର ଭାବେ ମାୟାକୁ ନିବାରଣ କରି ଅବସ୍ଥାନ କରନ୍ତି। ଋତିକ ମାନେ କହିଲେ, ହେ ଶୁଦ୍ଧ, ହେ ପବିତ୍ର, ଆପଣ ରୁଦ୍ରାଦି ଦେବତା ମାନଙ୍କ ସ୍ୱରୂପ ହେଲେ ମଧ୍ୟ ନନ୍ଦୀଶ୍ୱରଙ୍କ ଶାପରୁ ଆମ୍ଭେମାନେ ଘୋର କର୍ମକାଣ୍ଡରେ ଲିପ୍ତ ରହି ଆପଣଙ୍କ ତତ୍ତ୍ୱକୁ ଜାଣିପାରିଲୁ ନାହିଁ। ତେଣୁ ଆମକୁ କ୍ଷମା କରନ୍ତୁ। ରୁଦ୍ର କହିଲେ, ଯାହା ସକାମ ଲୋକଙ୍କୁ ପୂର୍ଣ୍ଣ ପୁରୁଷାର୍ଥ ପ୍ରଦାନ କରେ ଏବଂ ନିଷ୍କାମ ମୁନିମାନେ ଭକ୍ତିଭରେ ଯାହାକୁ ପୂଜା କରନ୍ତି, ଆପଣଙ୍କର ସେହି ପାଦପଦ୍ମରେ ମୋର ଚିତ୍ତ ଲାଗି ରହିଛି। ସେଥିପାଇଁ ଯଦି କୌଣସି ଅଜ୍ଞାନ ବ୍ୟକ୍ତି ମତେ ଆଚାର ଭ୍ରଷ୍ଟ ବୋଲି କହେ, ତାହା ମୁଁ ଗଣନା କରେ ନାହିଁ, କାରଣ ଆପଣଙ୍କର ପୂର୍ଣ୍ଣ ଅନୁଗ୍ରହ ମୋ ପ୍ରତି ରହିଛି। ଭୃଗୁ କହିଲେ, ଆପଣଙ୍କର ଗହନ ମାୟାରେ ଆତ୍ମଜ୍ଞାନ ହରାଇଥିବା ବ୍ରହ୍ମାଦି ଦେହଧାରୀ ମାନେ ଅଜ୍ଞାନ ରୂପ ନିଦ୍ରାରେ ଶୋଇ ରହିଛନ୍ତି। ଏବେ ମଧ୍ୟ ଆପଣଙ୍କର ତତ୍ତ୍ୱ ସେମାନେ ବୁଝି ନାହାନ୍ତି। ତଥାପି ଆପଣ ଶରଣାଗତ ଭକ୍ତ ମାନଙ୍କର ବନ୍ଧୁ। ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି, ଆପଣ ମୋ ପ୍ରତି ପ୍ରସନ୍ନ ହୁଅନ୍ତୁ। ବ୍ରହ୍ମା କହିଲେ, ହେ ପ୍ରଭୁ, ଇନ୍ଦ୍ରିୟ ମାନଙ୍କ ଦ୍ଵାରା ମନୁଷ୍ୟ ଯେଉଁ ସବୁ ପୃଥକ ପୃଥକ ପଦାର୍ଥ ଜାଣିପାରେ ବା ଦେଖିପାରେ, ତାହା ଆପଣଙ୍କ ସ୍ୱରୂପ ନୁହେଁ, କାରଣ ଆପଣ ଜ୍ଞାନର ଶବ୍ଦାଦି ବିଷୟର ଏବଂ ଇନ୍ଦ୍ରିୟ ମାନଙ୍କର ଆଶ୍ରୟସ୍ଥଳ। ଇନ୍ଦ୍ର କହିଲେ, ଅଚ୍ୟୁତ, ବିଶ୍ୱ କଲ୍ୟାଣ ପାଇଁ ଆପଣ ଏହି ମନୋହର ଆନନ୍ଦପ୍ରଦ ଶରୀର ଧାରଣ କରିଛନ୍ତି। ଦେବତାଙ୍କର ଶତ୍ରୁମାନଙ୍କୁ ବିନାଶ କରିବା ପାଇଁ ଆପଣ ଅଷ୍ଟଭୁଜ ଦଣ୍ଡରେ ଆପଣ ଅସ୍ତ୍ରମାନ ଧାରଣ କରିଛନ୍ତି। ଋଷିମାନେ କହିଲେ, ଭଗବାନ, ଆପଣଙ୍କର ଲୀଳା ବଡ଼ ବିଚିତ୍ର। ଆପଣ କର୍ମ କଲେ ମଧ୍ୟ ସେଥିରେ ଲିପ୍ତ ହୁଅନ୍ତି ନାହିଁ। ଲୋକମାନେ ନିଜର ଐଶ୍ୱର୍ଯ୍ୟ ପାଇଁ ଯେଉଁ ମହାଲକ୍ଷ୍ମୀଙ୍କୁ ଉପାସନା କରନ୍ତି, ସେ ଆପଣଙ୍କର ସେବାରେ ନିରତ ଥାନ୍ତି, କିନ୍ତୁ ଆପଣଙ୍କର ସେଥିପ୍ରତି କୌଣସି ଆସକ୍ତି ନଥାଏ। ଦକ୍ଷ ପତ୍ନୀ କହିଲେ, ହେ ଈଶ ଶ୍ରୀନିବାସ, ମୁଁ ଆପଣଙ୍କୁ ସ୍ୱାଗତ କରି ନମସ୍କାର କରୁଛି। ଆପଣ ଆପଣଙ୍କର ପ୍ରିୟ କାନ୍ତା ଲକ୍ଷ୍ମୀଙ୍କ ସହିତ ଆସି ଆମକୁ ରକ୍ଷା କରନ୍ତୁ। ଅଧୀଶ୍ୱର, ଯେପରି ଅନ୍ୟର ଅଙ୍ଗ ପ୍ରତ୍ୟଙ୍ଗ ଥିଲେ ମଧ୍ୟ ଶିରହୀନ ପୁରୁଷ କବନ୍ଧ ହୋଇଯାଏ, ସେହିପରି ଅନ୍ୟ ସମସ୍ତ ବସ୍ତୁରେ ପୂର୍ଣ୍ଣ ହେଲେ ମଧ୍ୟ ଆପଣଙ୍କ ବିନା ଯଜ୍ଞ ଶୋଭା ପାଏ ନାହିଁ। ଗନ୍ଧର୍ବ ମାନେ କହିଲେ, ଦେବ, ମରିଚି ଆଦି ଋଷିଗଣ ଏବଂ ରୁଦ୍ରଙ୍କ ସମେତ ବ୍ରହ୍ମା, ଇନ୍ଦ୍ର ଆଦି ଦେବତାଗଣ ଆପଣଙ୍କର ଅଂଶର ଅଂଶ ମାତ୍ର। ହେ ସ୍ୱାମୀ, ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କର ନିତ୍ୟ କ୍ରୀଡ଼ାସ୍ଥଳୀ। ବିଦ୍ୟାଧର ମାନେ କହିଲେ, ପ୍ରଭୁ, ପୁରୁଷାର୍ଥ ଲାଭର ସାଧନ ସ୍ୱରୂପ ମାନବ ଦେହ ଲାଭ କରି ଯାହାକୁ ଲୋକ ନିଜର ବୋଲି କହେ, ସେମାନଙ୍କ ଦ୍ୱାରା ତାଡ଼ିତ ହେଲେ ମଧ୍ୟ ତାର ବିଷୟ ଲାଳସା ଲାଗି ରହିଥାଏ। କିନ୍ତୁ ଯେତେବେଳେ ସେ ଆପଣଙ୍କର କଥାମୃତ ସେବନ କରେ, ସେତେବେଳେ ତାକୁ ଘାରିଥିବା ଏଇ ମୋହ ତୁଟିଯାଏ। ବ୍ରାହ୍ମଣ ମାନେ କହିଲେ, ଭଗବାନ, ଆପଣ ହେଉଛନ୍ତି ଯଜ୍ଞ, ଆପଣ ହବି, ଆପଣ ହୁତାସନ, ଆପଣ ନିଜେ ହିଁ ମନ୍ତ୍ର, ସମିଧ ଏବଂ କୁଶପାତ୍ର। ଆପଣ ଯଜ୍ଞର ସଦସ୍ୟ, ରକ୍ତିକ ଏବଂ ଯଜମାନ ଦମ୍ପତି। ଆପଣ ଦେବତା, ଅଗ୍ନିହୋତ୍ର, ସ୍ୱଧା, ସୋମ, ଯଜ୍ଞର ଘୃତ ଏବଂ ଯଜ୍ଞ ପଶୁ। ଗଜେନ୍ଦ୍ର ଯେପରି ପଦ୍ମଫୁଲକୁ ତୋଳିଦେବା ପରି ଆପଣ ପୂର୍ବ କାଳରେ ମହାବରାହ ରୂପରେ ଅବলীଳାକ୍ରମେ ଏହି ପୃଥିବୀକୁ ରସାତଳରୁ ଉଦ୍ଧାର କରିଥିଲେ। ସେତେବେଳେ ଆପଣଙ୍କର ଧୀର ଗର୍ଜନ ଶୁଣି ଯୋଗୀମାନେ ଆପଣଙ୍କର ସ୍ତୁତିଗାନ କରିଥିଲେ। ଆପଣ ନିଜେ ହିଁ ଯଜ୍ଞ ଏବଂ ଯଜ୍ଞର ସଂକଳ୍ପ। ଆପଣଙ୍କର ନାମ କୀର୍ତ୍ତନ ମାତ୍ରେ ଯଜ୍ଞର ସମସ୍ତ ବିଘ୍ନ କ୍ଷୟ ହୋଇଯାଏ। ମୈ- ତାପରେ ମୈତ୍ରେୟ କହିଲେ, ବିଦୁର, ଏହିପରି ଯଜ୍ଞେଶ୍ୱର ଭଗବାନ ହୃଷିକେଶଙ୍କୁ ସମସ୍ତେ ସ୍ତୁତି କରିବା ପରେ ପ୍ରକୃତିତ ଦକ୍ଷ ପ୍ରଜାପତି ବୀରଭଦ୍ରଙ୍କ ଦ୍ୱାରା ନଷ୍ଟ ହୋଇଥିବା ଯଜ୍ଞକୁ ପୁନରାୟ ଆରମ୍ଭ କଲେ। ଭଗବାନ ସର୍ବ ଅନ୍ତର୍ଯ୍ୟାମୀ, ସମସ୍ତଙ୍କ ଯଜ୍ଞ ଭାଗର ଭୋକ୍ତା। ତଥାପି ନିଜ ଯଜ୍ଞ ଭାଗରେ ସନ୍ତୁଷ୍ଟ ହୋଇ ସେ ଦକ୍ଷଙ୍କୁ କହିଲେ, ମୁଁ ହେଉଛି ବ୍ରହ୍ମା ଏବଂ ଶଙ୍କର। ମୁଁ ଜଗତର ମୁଖ୍ୟ କାରଣ। ମୁଁ ଜଗତର ଆତ୍ମା, ଈଶ୍ୱର, ସାକ୍ଷୀ, ଜଗତର ପ୍ରକାଶ ସ୍ୱରୂପ ଏବଂ ଉପାଧି ରହିତ। ହେ ଦକ୍ଷ, ଆତ୍ମମାୟା ଦ୍ୱାରା ମୁଁ ଏହି ତ୍ରିଗୁଣାତ୍ମକ ବିଶ୍ୱକୁ ସୃଷ୍ଟି କରେ, ରକ୍ଷା କରେ ଏବଂ ହରଣ କରେ। ଏବଂ ଏହି କ୍ରିୟା ଯୋଗୁଁ ମୁଁ ଯଥାକ୍ରମେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ନାମ ଧାରଣ କରେ। ସେହି ପରମାତ୍ମା ଅଦ୍ୱିତୀୟ ବ୍ରହ୍ମକୁ ଅଜ୍ଞ ଭେଦ ବୁଦ୍ଧିରେ ବ୍ରହ୍ମା, ରୁଦ୍ର ଓ ଅନ୍ୟ ଦେବତାଙ୍କ ରୂପରେ ଦେଖିଥାଏ। ଯେପରି ପୁରୁଷ ନିଜ ଶରୀରରେ ଥିବା ହସ୍ତ, ପଦ, ଶିର ଆଦିକୁ ନିଜଠାରୁ ଭିନ୍ନ ବୋଲି ବିଚାର କରେ ନାହିଁ, ସେହିପରି ମୋର ଭକ୍ତମାନେ ସର୍ବଭୂତରେ ମୋତେ ହିଁ ଦର୍ଶନ କରନ୍ତି। ବ୍ରହ୍ମନ୍, ଏକ ପରମେଶ୍ୱର ରୂପ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କୁ ଯେ ଭିନ୍ନ ନ ଦେଖେ ଏବଂ ସମସ୍ତ ଆତ୍ମାରେ ଏକ ଈଶ୍ୱର ବିଦ୍ୱାନ ବୋଲି ଯେ ଅନୁଭବ କରେ, ସେ ହିଁ ପରମ ଶାନ୍ତି ଲାଭ କରେ। ତାପରେ ମୈତ୍ରେୟ କହୁଛନ୍ତି, ବିଦୁର, ଏପରି ଭଗବାନଙ୍କ ଦ୍ୱାରା ଆଦିଷ୍ଟ ହୋଇ ପ୍ରଜାପତି ମାନଙ୍କର ନେତା ଦକ୍ଷ ପ୍ରଜାପତି ଯଥୋଚିତ ଯଜ୍ଞ ଦ୍ୱାରା ଶ୍ରୀହରିଙ୍କୁ ଅର୍ଚ୍ଚନା କଲେ ଏବଂ ପ୍ରଧାନ ଓ
ଅଙ୍ଗ ଉଭୟ ରୂପେ ରୁଦ୍ରଙ୍କୁ ଓ ଅନ୍ୟ ଦେବତାଙ୍କୁ ପୂଜା କଲେ। ଏକାଗ୍ର ଚିତ୍ତରେ ସେ ରୁଦ୍ରଙ୍କୁ ପୂଜା କରି ତାଙ୍କ ଯଜ୍ଞ ଭାଗ ଦେଇ ସନ୍ତୁଷ୍ଟ କଲେ। ଯଜ୍ଞ ଶେଷରେ କରାଯାଉଥିବା ଉଦବସାନ ନାମକ କର୍ମ ଦ୍ୱାରା ସୋମ ପାଇ ଏବଂ ଅନ୍ୟ ଦେବତାମାନଙ୍କୁ ସନ୍ତୁଷ୍ଟ କଲେ। ନିଷ୍ଠାର ସହିତ ଯଜ୍ଞ କରି ସିଦ୍ଧି ଲାଭ କରିଥିବା ଦକ୍ଷ ପ୍ରଜାପତିଙ୍କୁ ଧର୍ମରେ ସର୍ବଦା ତୁମର ମତି ରହିଥାଉ ବୋଲି ଆଶୀର୍ବାଦ କରି ଦେବତାମାନେ ସ୍ୱର୍ଗକୁ ଫେରିଗଲେ। ତାପରେ ପୁଣି ମୈତ୍ରୀମୁନି କହୁଛନ୍ତି, ବିଦୁର, ମୁଁ ଶୁଣିଛି ଯେ ଦକ୍ଷ କନ୍ୟା ସତୀ ନିଜର ପୂର୍ବ ଦେହ ତ୍ୟାଗ କରିବା ପରେ ହିମାଳୟଙ୍କର ପତ୍ନୀ ମେନକାଙ୍କ ଗର୍ଭରେ ଜନ୍ମଗ୍ରହଣ କଲେ। ପ୍ରଳୟ କାଳରେ ସୁପ୍ତ ହୋଇଥିବା ଶକ୍ତି ସୃଷ୍ଟିର ଆରମ୍ଭରେ ପୁରୁଷଙ୍କୁ ଯେପରି ଆଶ୍ରୟ କରେ, ସେହିପରି ଅନନ୍ୟ ପରାୟଣ ଅମ୍ବିକା ନିଜର ପରମ ପ୍ରିୟ ଭଗବାନ ଶଙ୍କରଙ୍କୁ ପତି ରୂପେ ବରଣ କଲେ। ଶିବ ପରମେଶ୍ୱରଙ୍କର ଏହି ପବିତ୍ର ଚରିତ୍ର ଶ୍ରବଣ କଲେ ଯଶ ଏବଂ ଆୟୁଷର ବୃଦ୍ଧି ହୋଇଥାଏ। ଯେଉଁ ବ୍ୟକ୍ତି ପ୍ରତିଦିନ ଭକ୍ତି ଭାବରେ ଏହାକୁ ଶୁଣେ ଏବଂ କୀର୍ତ୍ତନ କରେ, ତାର ପାପ ମଧ୍ୟ ଦୂର ହୋଇଯାଇଥାଏ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଏତିକି କହି ମୁଁ ମୋର ଅନୁବାଦନକୁ ଏଇଠାରେ ସମାପ୍ତ କରୁଛି। ଯଦି ମୋର କହିବାରେ କୌଣସି ଭୁଲ ହୋଇଥାଏ, ତେଣୁ ସମସ୍ତେ ନିଜର କ୍ଷମା ଗୁଣରେ ମତେ କ୍ଷମା ଦେବାକୁ ଅନୁରୋଧ। ହରେ କୃଷ୍ଣ ପ୍ରଭୁଜୀ। हरी बोल माता जी, धन्यवाद, बहुत बढ़िया कर। हरे कृष्ण माताजी। हरे कृष्ण प्रभु जी। हरे कृष्ण प्रभु जी, आपण कहबे ना? आज्ञा। आज्ञा प्रभु जी। समस्त उपस्थित प्रभु जी आउ माताजी माननकु मोर सादर प्रणाम। आजिर ये अनुमोदन कार्यक्रम रे प्रथम चतुर्थ स्कंदर प्रथम रु सप्तम अध्याय अनुमोदन कार्यक्रम रे मोर स्वल्प बुद्धि रे किछि कहबाकू चाहूची। जदि किछि भूल थाए क्षमा करिवे। प्रथम अध्याय मनु कन्यांकर वंश विवरण ठू नहीं कि सप्तम अध्याय दक्षंकर पुनर्बार यज्ञ। तो वंश विवरण विषय रे समस्ते जानिले टिके टिके मु जस्ट टिके खाली इंट्रोडक्शन दूची। एकदा देवता मानक सभारे दक्ष प्रजापति सभापतित्व समय सभास्थल को दक्षଙ୍କ प्रवेश मात्रे समस्त उपस्थित देवगण उठी दक्षଙ୍କୁ सम्मान जणाइथिले। केवल प्रजापिता ब्रह्मा और शिव उठी नथिले। दक्ष भाविले ब्रह्मा जे कि तांको पिता से उठले नहीं, किंतु शिव तो तांकर जामाता, से न उठिबार कारण कौन होई पारे। दक्ष भाविले शिव बहुत उद्दंड, तांकर किछि सभ्यता नहीं, शिष्टाचार नहीं, एणु से शिव को अपशब्द सह भर्सना करने लगिले। किंतु शिव दक्षଙ୍କୁ अपमानित करने उद्देश्य नहीं उठी नथिले, एपरि किछि धारणा नथिला। प्रकृत पक्षे शिव भगवान का ध्यान रे एमिति निमग्न बसिथिले, तांको जणा ही पड़लानि जे दक्ष केतेबेले सभागृह को प्रवेश कले। जेतेबेले दक्ष भर्सना करने को लगिले, सेतेबेले तांको ध्यान भग्न होला। सेतेबेले से देखिले दक्ष अत्यंत क्रोधरे तांको ही भर्सना करछंती। जणे आत्मनिष्ठ महापुरुषଙ୍କ लक्षण होउची, जदि अजाणतरे कौनसी मर्यादा उल्लंघन हो जाए, परिणाम स्वरूप समाज किछि जदि कहे, तेबे महापुरुषଙ୍କ कौनसी प्रतिक्रिया उत्पन्न हुए नाही। दक्ष जेतेबेले देखिले जे शिवଙ୍କ उपरे तांकर भर्सनार कौनसी प्रभाव पड़ू नाही, एणु हातरे जल नहीं शिवଙ୍କୁ शाप देले जे आजिठारु कौनसी यज्ञ रे तुमर भाग रहिबो नाही। शिव तथापि कौनसी प्रतिक्रिया व्यक्त कले नाही। एसबू देखी नंदीश्वरଙ୍କ क्रोध उत्पन्न होला। से दक्षଙ୍କୁ श्राप देले जे मोर आराध्यଙ୍କୁ अकारण रे शापित कल। एते समय होला मे मे करूछ, मु शिवଙ୍କ ससुर, मु सभापति इत्यादि इत्यादि। आसंता जन्म रे तुमको छेली अर्थात छागर जन्म मिलिबो। पुणी जीवन सारा मे मे करूथुबो। नंदीश्वर ब्राह्मण माननकु अन्य गोटे शाप देले जे तुमे माने दक्ष भली गोटे दुष्टर यज्ञ करिवा पई आसीचो। तुम मानक विद्या केवल जीविका पाई रहिबो, तुम मानकर ज्ञान केबे भी रहिबो नाही। ब्राह्मण मानक गुरु भृगु ऋषि बहुत क्रोधित हेले। से कहले आमे कौन कलु, आमको अकारण शाप देई से पुणी शिवगण को अकारण शाप देले। से पुणी शिवगण को शाप देले जे जेते दिन जेते शिव भक्त अछंती समस्ते पाखंडी होइजिबे, ना स्नान करिवे ना ठीक रे पूजा करिवे।
ଶରୀରରେ ପାଉଁଶ ବୋଳି ହେବେ, ଭାଙ୍ଗ ଖାଇବେ ଓ ହାଡ଼ର ମାଳା ସବୁ ପିନ୍ଧିବେ। ଜଣେ ଅନ୍ୟ ଜଣଙ୍କୁ ଶାପ ଦେବାରେ ଲାଗି ରହିଲେ। ଏସବୁ ଦେଖି ଶିବ ନିଜ ଗଣମାନଙ୍କୁ ଏକତ୍ରିତ କରି କୈଳାସ ଅଭିମୁଖେ ଯାତ୍ରା କଲେ। ପ୍ରଜାପତି ଦକ୍ଷ ପ୍ରଥମେ ବାଜପେୟ ନାମକ ଯଜ୍ଞ ଅନୁଷ୍ଠାନ ଓ ପରେ ବୃହସ୍ପତି ଶବ ନାମକ ଏକ ମହାଯଜ୍ଞର ଅନୁଷ୍ଠାନ କରିଥିଲେ, ଯେଉଁଥିରେ ଶିବ ଓ ନିଜ କନିଷ୍ଠ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିନଥିଲେ। କିନ୍ତୁ ପିତାଙ୍କ ନିମନ୍ତ୍ରଣ ବିନା ଓ ଶିବଙ୍କ ଉପଦେଶକୁ ଅବମାନନା କରି ପିତାଙ୍କ ଦ୍ୱାରା ଆୟୋଜିତ ଯଜ୍ଞକୁ ଯାଇ ଅପମାନିତ ହୋଇଥିଲେ ଓ କ୍ରୋଧ ଜର୍ଜରିତ ହୋଇ ଶିବଙ୍କ ପାଦପଦ୍ମକୁ ଧ୍ୟାନ କରି ସମସ୍ତ କଳ୍ପସରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ସମାଧିଜାତ ଅଗ୍ନିରେ ନିଜ ଶରୀରକୁ ପ୍ରଜ୍ୱଳିତ କରିଦେଇଥିଲେ। ସତୀଙ୍କର ଏ ପ୍ରକାର ପ୍ରାଣ ବିସର୍ଜନ ଲୀଳା ଦେଖି ସତୀଙ୍କର ଅନୁଚରଗଣ ଅସ୍ତ୍ରଶସ୍ତ୍ର ଉତ୍ତୋଳନ ପୂର୍ବକ ଦକ୍ଷଙ୍କୁ ବିନାଶ କରିବା ନିମିତ୍ତ ଉଦ୍ୟତ ହୋଇଥିଲେ। ଯଜ୍ଞରେ ଉପସ୍ଥିତ ଭୃଗୁମୁନି ତତ୍କ୍ଷଣାତ୍ ଯଜୁର୍ବେଦ ମନ୍ତ୍ର ଉଚ୍ଚାରଣ ଓ ଯଜ୍ଞାନ୍ତିରେ ଆହୁତି ପ୍ରଦାନ କରି ଯଜ୍ଞବେଦୀରୁ ସହସ୍ର ସଂଖ୍ୟାରେ ରୁଭୁ ନାମକ ଦେବତାମାନଙ୍କୁ ଉତ୍ପତ୍ତି କରାଇଥିଲେ ଓ ସତୀଙ୍କର ଅନୁଚରମାନଙ୍କୁ ପ୍ରହାର କରି ସେଠାରୁ ବିତାଡ଼ିତ କରିଦେଇଥିଲେ। ମହର୍ଷି ନାରଦଙ୍କ ଠାରୁ ସତୀଙ୍କ ଶରୀର ତ୍ୟାଗ ସମ୍ବାଦ ପାଇ ରୁଦ୍ର ଅତିଶୟ କ୍ରୋଧାନ୍ୱିତ ହୋଇଥିଲେ। ଶିବ ଦାରୁଣ କ୍ରୋଧରେ ନିଜର ଓଷ୍ଠକୁ ଦାନ୍ତରେ କାମୁଡ଼ି ନିଜ ମସ୍ତକରୁ ଗୋଟିଏ ଜଟାର ଏକ ଅଂଶ, ଯାହାକି ବିଦ୍ୟୁତ୍ ଓ ଅଗ୍ନିଶିଖା ସଦୃଶ୍ୟ ଉଗ୍ର ଦୀପ୍ତିଶାଳୀକୁ ଉପାଡ଼ି ଗମ୍ଭୀର ଶବ୍ଦରେ ଅଟ୍ଟହାସ୍ୟ ପୂର୍ବକ ଭୂମିରେ ନିକ୍ଷେପ କରିବା କ୍ଷଣି ଶିବଙ୍କ କ୍ରୋଧର ମୂର୍ତ୍ତିମନ୍ତ ପ୍ରତୀକ ଭୟଙ୍କର କୃଷ୍ଣକାୟ ରାକ୍ଷସ ବୀରଭଦ୍ରର ଉଦ୍ଭୂତ ହୋଇଥିଲା, ଯାହାର ମସ୍ତକ ଆକାଶ ସ୍ପର୍ଶ କରୁଥିଲା। ତାର 3ଟି ନେତ୍ର ଥିଲା, ସେ ଏକତ୍ର ତ୍ରିସୂର୍ଯ୍ୟ ସଦୃଶ୍ୟ ଦୀପ୍ତିମନ୍ତ ଥିଲା ଓ ତାର କେଶ କଳାପ ଅଗ୍ନି ସଦୃଶ୍ୟ ପ୍ରଜ୍ୱଳିତ ହେଉଥିଲେ। ସେ ସହସ୍ର ବାହୁରେ ବିବିଧ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଥିଲା। ଭୂତନାଥ ଶିବଙ୍କ ଆଦେଶରେ ଦକ୍ଷ ଓ ତାଙ୍କ ଅନୁଚରମାନଙ୍କୁ ବିନାଶ କରିଥିଲେ, ଯଜ୍ଞସ୍ଥଳ ଧ୍ୱଂସ କରିଥିଲେ, ଯଜ୍ଞ ପାତ୍ରମାନ ଭାଙ୍ଗି ଦେଇଥିଲେ, ବେଦୀ ଓ ମେଖଳାକୁ ଛିନ୍ନ ବିଚ୍ଛିନ୍ନ କରିଦେଇଥିଲେ, ଯଜ୍ଞ କୁଣ୍ଡ ସମୂହରେ ମଳମୂତ୍ର ତ୍ୟାଗ କରି ସେସବୁକୁ ଅପବିତ୍ର କରିଦେଇଥିଲେ। ରୁଦ୍ର ଅନୁଚରମାନେ ବହୁତ ସମୟ ଧରି ପଥର ନିକ୍ଷେପ କରି ଯଜ୍ଞସ୍ଥଳରେ ଉପସ୍ଥିତ ସମସ୍ତ ପୁରୋହିତ ଦେବତା ଓ ଅନ୍ୟ ସଦସ୍ୟମାନଙ୍କୁ ଆଘାତ କରିଥିଲେ। ମଣିମାନ ନାମକ ଏକ ରୁଦ୍ର ଅନୁଚର ଭୃଗୁ ହୋମପାତ୍ର ଧରି ଅଗ୍ନିରେ ଆହୁତି ପ୍ରଦାନ କରିବା ସମୟରେ ତାଙ୍କୁ ବନ୍ଦୀ କଲେ। କୃଷ୍ଣକାୟ ରାକ୍ଷସ ବୀରଭଦ୍ର ପ୍ରଜାପତି ଦକ୍ଷଙ୍କୁ ବନ୍ଦୀ କଲେ। ଚଣ୍ଡେଶ ନାମକ ଏକ ରୁଦ୍ର ଅନୁଚର ପୂଷାଙ୍କୁ ବନ୍ଦୀ କଲେ। ନନ୍ଦୀଶ୍ୱର ଭଗଦେବକୁ ବନ୍ଦୀ କଲେ। ବୀରଭଦ୍ର ଭୃଗୁଙ୍କ ଶ୍ମଶ୍ରୁରାଜି ଉତ୍ପାଟନ କରିଦେଇଥିଲେ। ପୂର୍ବେ ଏହି ଭୃଗୁ ସଭାସ୍ଥଳୀରେ ଦେବାଦିଦେବ ମହାଦେବଙ୍କୁ ଶ୍ମଶ୍ରୁ ପ୍ରଦର୍ଶନ କରି ହାସ୍ୟ କରିଥିଲେ। ବୀରଭଦ୍ର ଭଗଙ୍କ ଚକ୍ଷୁଦ୍ୱୟକୁ ଉତ୍ପାଟନ କରିଥିଲେ। ସଭା ମଧ୍ୟରେ ଦକ୍ଷ ଯେତେବେଳେ ଶିବଙ୍କୁ ନିନ୍ଦା କରୁଥିଲେ, ସେତେବେଳେ ଏହି ଭଗ ନେତ୍ର ସଂକେତ ଦ୍ୱାରା ଦକ୍ଷଙ୍କୁ ଉତ୍ସାହିତ କରିଥିଲେ। ବୀରଭଦ୍ର ପୂଷାଙ୍କ ଓ ଦକ୍ଷଙ୍କ ଦନ୍ତରାଜି ଉତ୍ପାଟନ କରିଥିଲେ। ସଭ୍ୟସ୍ଥଳରେ ପୂଷା ସହାନୁଭୂତିଶୀଳ ହାସ୍ୟ କରି ଦନ୍ତ ପ୍ରଦର୍ଶନ କରିଥିଲେ ଓ ଦକ୍ଷ ଦନ୍ତ ପ୍ରଦର୍ଶନ କରି ଶିବଙ୍କ ନିନ୍ଦା କରିଥିଲେ। ଶେଷରେ ବୀରଭଦ୍ର କାଷ୍ଠ ନିର୍ମିତ ପଶୁ ମାରଣାଉପାୟ ଯନ୍ତ୍ର ଦ୍ୱାରା ଦକ୍ଷଙ୍କ ମସ୍ତକ ଶରୀରରୁ ବିଚ୍ଛିନ୍ନ କରି ଦକ୍ଷିଣାଗ୍ନିରେ ଆହୁତି ପ୍ରଦାନ କରିଥିଲେ। ସମସ୍ତ ଶିବ ଅନୁଚର ଯଜ୍ଞର ସମସ୍ତ ବ୍ୟବସ୍ଥାକୁ ଧ୍ୱଂସ କରିଦେଇଥିଲେ। ଶିବ ଅନୁଚରମାନେ ସମସ୍ତ ଯଜ୍ଞସ୍ଥଳୀରେ ଅଗ୍ନି ସଂଯୋଗ କରି ଶିବଧାମ କୈଳାସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରୁଦ୍ର ସୈନ୍ୟଗଣ ଦେବତାମାନଙ୍କୁ ପରାଭୂତ କରି ଶୂଳ ପଟିଶ ଅର୍ଥାତ୍ ଏକ ତୀକ୍ଷ୍ଣ ବର୍ଚ୍ଛା, ଖଡ୍ଗ, ଗଦା ଓ ମୁଦ୍ଗର ଦ୍ୱାରା ସର୍ବାଙ୍ଗ କ୍ଷତବିକ୍ଷତ କରି ପରାଭୂତ କରିଦେଇଥିଲେ। ଦେବତାମାନେ ଭୟବିହ୍ୱଳ ଚିତ୍ତରେ ଋତିକ୍ ଓ ସଦସ୍ୟାଗଣଙ୍କ ସହ ସ୍ୱୟଂଭୁବ ଶ୍ରୀ ବ୍ରହ୍ମାଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରଣାମ କଲା ପରେ ସବିଶେଷ ଭାବେ ଦକ୍ଷ ଯଜ୍ଞର ବୃତ୍ତାନ୍ତ ନିବେଦନ କଲେ। ବ୍ରହ୍ମା ଦେବତାମାନଙ୍କୁ ଉପଦେଶ ଦେଲେ, ଯେହେତୁ ସେମାନେ ରୁଦ୍ରଙ୍କ ନିକଟରେ ମହା ଅପରାଧ କରିଛନ୍ତି, ବର୍ତ୍ତମାନ ବିଶୁଦ୍ଧାନ୍ତକରଣରେ ତାଙ୍କ ପାଦ ପଦ୍ମରେ ଆଶ୍ରିତ ହୋଇ ଆଶୁତୋଷଙ୍କୁ ଅର୍ଥାତ୍ ଯିଏ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି ତାଙ୍କଠାରେ କ୍ଷମା ଭିକ୍ଷା କରି ତାଙ୍କୁ ପ୍ରସନ୍ନ କଲେ ସେମାନଙ୍କ ଅପରାଧ କ୍ଷାଳିତ ହେବ। ଶିବ, ଯିଏକି ନିଜ ପ୍ରିୟତମା ପତ୍ନୀଙ୍କ ବିୟୋଗ ଯୋଗୁଁ ଅତ୍ୟନ୍ତ ରୁଷ୍ଟ ହୋଇଛନ୍ତି, ସମସ୍ତ ଦେବତା ମିଶି ଯଜ୍ଞର ପୁନରୁଦ୍ଧାର ପାଇଁ ଶୀଘ୍ର ରୁଦ୍ରଦେବଙ୍କ ନିକଟକୁ ଯାଇ ତାଙ୍କଠାରେ କ୍ଷମା ପ୍ରାର୍ଥନା କରିବା ଉଚିତ। ବ୍ରହ୍ମା ସମସ୍ତ ଦେବଗଣଙ୍କୁ ଏ ପ୍ରକାର ଉପଦେଶ ଦେଇ ପ୍ରଜାପତିଗଣ ଓ ଦେବଗଣଙ୍କ ସହ ସ୍ୱଧାମରୁ ଶିବଙ୍କ ପ୍ରିୟତମ ଆଳୟ ଗିରିରାଜ କୈଳାସକୁ ଯାତ୍ରା କଲେ। ସର୍ବଲୋକର ଅଧିବାସୀମାନଙ୍କ ବିମାନମାନ ସ୍ୱର୍ଣ୍ଣ ଓ ମଣିମାଣିକାଦି
ମହାରତ୍ନ ଖଚିତ ହୋଇଥିଲା। ସ୍ୱର୍ଗଲୋକର ସେ ବିମାନ ମାନଙ୍କୁ ଆକାଶ ସଙ୍ଗେ ତୁଳନା କରାଯାଇଛି। ସେ ବିମାନରେ ଥିବା ଯାତ୍ରୀଗଣଙ୍କୁ ମେଘ ସହିତ ତୁଳନା କରାଯାଇଛି। ସୁନ୍ଦରୀ ସୁରକାମିନୀ ଗଣଙ୍କୁ ବିଦ୍ୟୁତ ସହ ତୁଳନା କରାଯାଇଛି। କୈଳାସ ପର୍ବତକୁ ଆସୁଥିବା ସେ ଯାତ୍ରୀବାହୀ ବିମାନମାନ ଖୁବ୍ ସୁନ୍ଦର ଦେଖାଯାଉଥିଲା। ଯାତ୍ରା କରୁଥିବା ସମୟରେ ଦେବତାଗଣ ସୌଗନ୍ଧିକ ନାମକ ବନ ଅତିକ୍ରମ କରିଥିଲେ, ଯାହାକି ବିଚିତ୍ର ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିଲା। ଦେବତାଗଣ ଏହି ବନ ଅତିକ୍ରମ କଲାବେଳେ ଯକ୍ଷେଶ୍ୱର ପୁରୀ ମଧ୍ୟ ଦର୍ଶନ କରିଥିଲେ। ବିଭିନ୍ନ ବନ ଉପବନ ସୁନ୍ଦର ହ୍ରଦ ପରିପୂରିତ ସ୍ଥାନ ଅତିକ୍ରମ କରି ଯାଉ ଯାଉ ନିକଟରେ ଏକ ବିରାଟକାୟ ବଟବୃକ୍ଷ ଦେଖିବାକୁ ପାଇଲେ, ଯାହାକି 800 ମାଇଲ ଉଚ୍ଚ ଏବଂ ତାହାର ଶାଖା ପ୍ରଶାଖା ମାନ 600 ମାଇଲ ଦୂରକୁ ଚତୁର୍ଦିଗରେ ବିସ୍ତାରିତ। ଏହାର ଅଚଳ ଛାୟା ସର୍ବଦିଗରେ ପରିବ୍ୟାପ୍ତ ଥିଲା। ଏହି ବୃକ୍ଷ ଉପରେ କୌଣସି ପକ୍ଷୀର ନୀଡ଼ ନଥିଲା ଏବଂ ଏହାର ନିମ୍ନ ଭାଗରେ ଟିକେ ବି ତାପ ନଥିଲା। ଏଣୁ ଏହି ସ୍ଥାନ ଧ୍ୟାନ ନିମିତ୍ତ ଏବଂ ଉପଯୁକ୍ତ ସ୍ଥାନ ଥିଲା। ଦେବତାଗଣ ଦେଖିଲେ ମୁମୁକ୍ଷୁ ଅର୍ଥାତ୍ ମୁକ୍ତି କାମନା କରୁଥିବା ଯୋଗୀମାନଙ୍କ ଆଶ୍ରୟ ସ୍ୱରୂପ ଏହି ସିଦ୍ଧିପ୍ରଦ ବଟବୃକ୍ଷ ମୂଳେ ଶିବ କ୍ରୋଧ ଶୂନ୍ୟ ହୋଇ ସାକ୍ଷାତ ଶାଶ୍ୱତ କାଳ ସଦୃଶ୍ୟ ଉପବିଷ୍ଟ ହୋଇଛନ୍ତି। ଶିବଙ୍କ ସହ ସନନ୍ଦନାଦି ଚାରି କୁମାର, ଗୁହ୍ୟକ ଓ ରକ୍ଷମାନଙ୍କ ପାଳକ କୁବେର ମଧ୍ୟ ସେଠାରେ ଉପବେଶନ କରିଛନ୍ତି। ଏହି ଚାରି କୁମାରଙ୍କ ସହ ଶିବଙ୍କ ଅନ୍ତରଙ୍ଗ ସମ୍ବନ୍ଧ ଥିଲା। ଚାରି କୁମାର ଯିଏକି ଜନ୍ମରୁ ହିଁ ମୁକ୍ତ ପୁରୁଷ ଥିଲେ, ସେମାନଙ୍କ ଜନ୍ମ ପରେ ବ୍ରହ୍ମା ସେମାନଙ୍କୁ ବିବାହ କରି ନୂତନ ସୃଷ୍ଟ ବ୍ରହ୍ମାଣ୍ଡରେ ପ୍ରଜାବୃଦ୍ଧି ନିମିତ୍ତ ସନ୍ତାନ ଜାତ କରାଇବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ପିତାଙ୍କ ଅନୁରୋଧକୁ ଚାରି କୁମାର ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏଥିରେ ବ୍ରହ୍ମା କ୍ରୋଧ ପ୍ରକାଶ କରିଥିଲେ, ଯେଉଁ କ୍ରୋଧରୁ ରୁଦ୍ର ଅର୍ଥାତ୍ ଶିବଙ୍କ ଜାତ ହୋଇଥିଲା। ଚାରି କୁମାର ଓ କୁବେରଙ୍କ ସହ ଶିବଙ୍କ ସଙ୍ଗ ସମସ୍ତ ପ୍ରକାର ପ୍ରାକୃତ ଓ ଅପ୍ରାକୃତ ଐଶ୍ୱର୍ଯ୍ୟ ଅଛି। ଶିବ ହେଉଛନ୍ତି ଭଗବାନ ଗୁଣାବତାର, ସେଥିପାଇଁ ତାଙ୍କ ସ୍ଥିତି ବଡ଼ ଉନ୍ନତ ଅଟେ। ଦେବତାଗଣ ଦେଖିଲେ ଶିବ ଇନ୍ଦ୍ରିୟମାନଙ୍କ ନିୟନ୍ତ୍ରଣକାରୀ ତଥା ବିଦ୍ୟା କର୍ମ ଓ ସିଦ୍ଧି ପଥର ପ୍ରଭୁ ରୂପେ ବିଦ୍ୟମାନ। ସେ ବିଶ୍ୱ ବାନ୍ଧବ ଏବଂ ଭଗବାନଙ୍କ ମଙ୍ଗଳ ବିଧାନାର୍ଥେ ତପସ୍ୟା ଆଦିର ଅନୁଷ୍ଠାତା ମଧ୍ୟ। ସେଠାରେ ଶିବ ମୃଗ ଚର୍ମ ଉପରେ ଉପବେଶନ କରିଥିଲେ ଓ ସମସ୍ତ ପ୍ରକାର ତପଶ୍ଚରଣ କରୁଥିଲେ। ତାଙ୍କ ଶରୀର ଭସ୍ମ ବିଲୋପିତ ହୋଇଥିବା ହେତୁ ସେ ଏକ ସନ୍ଧ୍ୟାକାଳୀନ ମେଘଖଣ୍ଡ ସଦୃଶ୍ୟ ଦେଖାଯାଉଥିଲେ। ତାଙ୍କ ଜଟାରେ ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିଲା। ଶିବ ତର୍କ ମୁଦ୍ରା ରଚନା କରି ବୀରାସନରେ ଉପବିଷ୍ଟ, ଅର୍ଥାତ୍ ସେ ବାମ ପାଦ ପଦ୍ମ ଦକ୍ଷିଣ ଉରୁ ଦେଶରେ ଓ ବାମ ହସ୍ତ ବାମ ଉରୁ ଦେଶରେ ସ୍ଥାପନ କରି ଦକ୍ଷିଣ ହସ୍ତରେ ରୁଦ୍ରାକ୍ଷ ମାଳ ଧାରଣ ପୂର୍ବକ ଉପବିଷ୍ଟ ଥିଲେ। ସେଠାରେ କୁଶ ନିର୍ମିତ ବ୍ରତଧାରୀଙ୍କ ଆସନରେ ଉପବିଷ୍ଟ ସନନ୍ଦନାଦି ଓ ଅନ୍ୟାନ୍ୟ ଶତ୍ରୁମଣ୍ଡଳୀଙ୍କ ସମକ୍ଷରେ ଦେବର୍ଷି ନାରଦଙ୍କ ଭକ୍ତିଯୋଗ ସମ୍ବନ୍ଧରେ ଜିଜ୍ଞାସାର ଉପଦେଶ ଶିବ ପ୍ରଦାନ କରୁଥିଲେ। ଶିବଙ୍କ ଚିତ୍ତ ବ୍ରହ୍ମାନନ୍ଦରେ ନିମଗ୍ନ ଥିଲା। ସେ ଗୈରିକ ବସ୍ତ୍ର ପରିଧାନ କରିଥିଲେ। ସମସ୍ତ ମୁନିଗଣ ଓ ଦେବଗଣ ଇନ୍ଦ୍ରଙ୍କ ନେତୃତ୍ୱରେ ଶିବଙ୍କୁ କରଯୋଡ଼ି ପ୍ରଣାମ ନିବେଦନ କଲେ। ସେଠି ବ୍ରହ୍ମାଙ୍କ ଉପସ୍ଥିତ ହେବା କ୍ଷଣି ଶିବ ଅବନତ ମସ୍ତକରେ ତାଙ୍କୁ ପ୍ରଣାମ ଜଣାଇଥିଲେ। ତତ୍ପରେ ସେଠାରେ ଉପସ୍ଥିତ ନାରଦ ସହ ଅନ୍ୟ ସିଦ୍ଧ ପୁରୁଷଗଣ ମଧ୍ୟ ବ୍ରହ୍ମାଙ୍କୁ ସସମ୍ମାନେ ପ୍ରଣାମ ଜଣାଇଲେ। ବ୍ରହ୍ମାଙ୍କ ଆଶଙ୍କା ଥିଲା ଯେ ଶିବ କ୍ରୋଧ ଭାବାପନ୍ନ ଥିବେ, କାରଣ ସେ ଦକ୍ଷ ଦ୍ୱାରା ଅପମାନିତ ହୋଇଥିଲେ, ପ୍ରିୟ ପତ୍ନୀ ସତୀଙ୍କୁ ହରାଇଛନ୍ତି। ବ୍ରହ୍ମା ଜାଣିଥିଲେ ଶିବ କେବଳ ତୁଷ୍ଟ ହୁଅନ୍ତି ତାହା ନୁହେଁ, ସେ ଶୀଘ୍ର ରୁଷ୍ଟ ମଧ୍ୟ ହୁଅନ୍ତି। ବ୍ରହ୍ମା ନିଜ ଆଶଙ୍କାକୁ ଲୁଚାଇବା ନିମିତ୍ତ ସ୍ମିତହାସ୍ୟ ପୂର୍ବକ ଶିବଙ୍କୁ ନିମ୍ନୋକ୍ତ ମତେ କହିବାକୁ ଲାଗିଲେ। ବ୍ରହ୍ମା କହିଲେ, ହେ ଶିବ, ମୁଁ ଜାଣେ ଆପଣ ସମଗ୍ର ଭୌତିକ ପ୍ରକାଶର ଈଶ୍ୱର, ନିର୍ଗୁଣ ଓ ନିର୍ବିକାର। ଯେ ବ୍ରହ୍ମ ତାହା ମଧ୍ୟ ଆପଣ। ହେ ଶିବ, ଆପଣ ଶ୍ୱାସ ବିସ୍ତାର ଦ୍ୱାରା ଉର୍ଣ୍ଣନାଭି ସଦୃଶ୍ୟ ଏହି ବିଶ୍ୱର ସୃଷ୍ଟି ସ୍ଥିତି ଓ ପ୍ରଳୟ କାର୍ଯ୍ୟ ସାଧନ କରୁଛନ୍ତି। ହେ ଶିବ, ଆପଣ ଧର୍ମାର୍ଥ ପ୍ରସବିନୀ ତ୍ରୟୀର ଅର୍ଥାତ୍ ରୁକ୍ ଯଜୁର୍ ସାମ ରକ୍ଷଣ ନିମିତ୍ତ ଦକ୍ଷକୁ ନିମିତ୍ତ ମାତ୍ର କରି ଯଜ୍ଞ ସୃଷ୍ଟି କରିଛନ୍ତି। ହେ ଶିବ, ଆପଣ ଶୁଭ କର୍ମାନୁଷ୍ଠାନକାରୀ ମାନଙ୍କର ନିମିତ୍ତ ସ୍ୱର୍ଗ, ବୈକୁଣ୍ଠ ଲୋକ କିମ୍ବା ମୋକ୍ଷ ପଦ ବିସ୍ତାର କରିଛନ୍ତି। ପୁନଶ୍ଚ ଆପଣ ଅଶୁଭ କର୍ମାନୁଷ୍ଠାନକାରୀ ମାନଙ୍କ ନିମିତ୍ତ ଭୀଷଣ ନର୍କର ବିଧାନ ମଧ୍ୟ କରିଛନ୍ତି। ହେ ଶିବ, ଯେଉଁମାନେ ଆପଣଙ୍କ ପଦାରବିନ୍ଦରେ ସମ୍ପୂର୍ଣ୍ଣ ରୂପେ ଆତ୍ମୋତ୍ସର୍ଗ କରିଛନ୍ତି, ସେମାନେ ପ୍ରତ୍ୟେକଙ୍କ ଠାରେ ପରମାତ୍ମାଙ୍କ ଭଳି ଆପଣଙ୍କ ବିଦ୍ୟମାନତା ଦର୍ଶନ କରିଥାନ୍ତି। ହେ ପ୍ରଭୁ, ଆପଣ ପରମ ପୁରୁଷ ଭଗବାନଙ୍କ ଅଚିନ୍ତ୍ୟ ପ୍ରଭାବଶାଳିନୀ ମାୟା ଦ୍ୱାରା ବିମୋହିତ ଚିତ୍ତ ହୁଅନ୍ତି ନାହିଁ। ସୁତରାଂ ଆପଣ ସର୍ବଜ୍ଞ। ହେ ଶିବ, ଆପଣ ଯଜ୍ଞ ଫଳଦାତା ଏବଂ ଯଜ୍ଞାଂଶ ଭାଗୀ। ଦକ୍ଷ ଯଜ୍ଞରେ କୁଯାଜ୍ଞିକ ଗଣ ଆପଣଙ୍କୁ
ଆପଣଙ୍କ ଅଂଶ ପ୍ରଦାନ ନ କରିବା ଯୋଗୁଁ ଆପଣ ପ୍ରଜାପତି ଦକ୍ଷଙ୍କର ଯଜ୍ଞ ବିନିଷ୍ଟ କରିଛନ୍ତି। ସୁତରାଂ ତାହା ଅସମାପ୍ତ ରହିଛି। ଅନୁଗ୍ରହ କରି ଆପଣ ସେହି ଯଜ୍ଞର ଉଦ୍ଧାର କରନ୍ତୁ ଏବଂ ଆପଣଙ୍କ ଅଂଶ ପ୍ରାପ୍ତ ହୁଅନ୍ତୁ। ହେ ଦେବ, ଆପଣଙ୍କ କୃପାରୁ ଏହି ଯଜମାନ ଦକ୍ଷ ପୁନର୍ବାର ଜୀବିତ ହୋଇଉଠୁ। ଭଗଦେବ ତାଙ୍କର ଚକ୍ଷୁ ପୁନଃ ପ୍ରାପ୍ତ ହୁଅନ୍ତୁ। ଭୃଗୁଦେବଙ୍କ ଶ୍ମଶ୍ରୁ ଏବଂ ପୁଷାଙ୍କ ଦନ୍ତରାଜି ପୂର୍ବବତ ହେଉ। ହେ ଦେବ, ଆପଣଙ୍କ ସୈନ୍ୟମାନଙ୍କ ଅସ୍ତ୍ରଶସ୍ତ୍ର ଓ ଅସ୍ତ୍ର ଆଦିର ଆଘାତରେ ଯେଉଁ ସମସ୍ତ ଦେବତା ଓ ଯଜ୍ଞ ପୁରୋହିତଗଣଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଭଗ୍ନ ହୋଇଅଛି, ସେମାନେ ଆପଣଙ୍କ ଅନୁଗ୍ରହରୁ ଆଶୁ ଆରୋଗ୍ୟ ଲାଭ କରନ୍ତୁ। ହେ ଯଜ୍ଞ ଧ୍ୱଂସକାରୀ ରୁଦ୍ର, ଆପଣଙ୍କ ଏହି ଯଜ୍ଞ ଭାଗ ଗ୍ରହଣ କରନ୍ତୁ। ଅଦ୍ୟ ଆପଣଙ୍କ ଭାଗ ଗ୍ରହଣ କରି ଯଜ୍ଞ ସମ୍ପାଦନ କରନ୍ତୁ। ବ୍ରହ୍ମାଙ୍କ କଥା ଶୁଣି ଶିବ ପରିତୁଷ୍ଟ ହେଲେ ଏବଂ ହାସ୍ୟପୂର୍ବକ କହିବାକୁ ଲାଗିଲେ, ହେ ପ୍ରଜାପତେ, ଭଗବାନଙ୍କ ମାୟାରେ ମୋହିତ ଦକ୍ଷ ଯେପରି ଚପଳମତି ବାଳକ ସଦୃଶ୍ୟ ବୁଦ୍ଧିହୀନ ମନୁଷ୍ୟର ଅପରାଧକୁ ମୁଁ କାହା ସହ ଚର୍ଚ୍ଚା କରିନାହିଁ କିମ୍ବା ତାକୁ ସ୍ମରଣ କରି ଗୁରୁତ୍ୱ ଆରୋପ କରିନାହିଁ। ଦକ୍ଷକୁ କେବଳ ସାବଧାନ କରିବା ନିମିତ୍ତ ଅଳ୍ପ ଦଣ୍ଡ ବିଧାନ କରିଛି। ଦକ୍ଷ ପ୍ରଜାପତିଙ୍କ ଶିର ଜଳି ଯାଇଛି, ଏଣୁ ତାଙ୍କୁ ଛେଳିର ମୁଣ୍ଡ ଲଗାଯାଉ। ଭଗଦେବ ମିତ୍ର ଦେବତାଙ୍କ ନେତ୍ର ଦ୍ୱାରା ଯଜ୍ଞାଂଶ ଦେଖନ୍ତୁ। ପୂଷା ପିସା ହୋଇଥିବା ଅନ୍ନ ଖାଇଥାନ୍ତି, ଏଣୁ ସେ ତାଙ୍କ ଯଜମାନଙ୍କ ଦାନ୍ତ ଦ୍ୱାରା ଅନ୍ନ ଭକ୍ଷଣ କରନ୍ତୁ। ତଥା ଅନ୍ୟ ସମସ୍ତ ଦେବତାଙ୍କ ଛିନ୍ନ ଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ସୁସ୍ଥ ହୋଇଯାଉ, କାରଣ ସେମାନେ ଯଜ୍ଞରୁ ବଞ୍ଚିତ ପଦାର୍ଥରୁ ମୋର ଭାଗ ନିଶ୍ଚିତ କରିଛନ୍ତି। ଅର୍ଦ୍ଧୟୁ ଋତିକ ଅର୍ଥାତ୍ ପୁରୋହିତ ଆଦି ଯାଜ୍ଞିକ ମାନଙ୍କ ଭିତରୁ ଯାହାର ଭୁଜାମାନ ଭାଙ୍ଗି ଯାଇଛି, ସେମାନେ ଅଶ୍ୱିନୀ କୁମାରଙ୍କ ଭୁଜା ଦ୍ୱାରା ଓ ଯାହାର ହାତ ନଷ୍ଟ ହୋଇଯାଇଛି, ସେମାନେ ପୂଷାଙ୍କ ହାତ ଦ୍ୱାରା କାମ କରାନ୍ତୁ। ତଥା ଭୃଗୁଙ୍କ ଛେଳି ସ୍ୱରୂପ ଦାଢ଼ି ଓ ନିଶ ହୋଇଯାଉ। ଭଗବାନ ଶିବଙ୍କ ବଚନ ଶୁଣି ଉପସ୍ଥିତ ସମସ୍ତ ଦେବଗଣ ପ୍ରସନ୍ନ ଚିତ୍ତରେ ଧନ୍ୟ ଧନ୍ୟ କରିବାକୁ ଲାଗିଲେ। ତାପରେ ସମସ୍ତ ଦେବତା ଓ ଋଷିମୁନିଗଣ ଦେବାଦିଦେବ ମହାଦେବଙ୍କୁ ଦକ୍ଷଙ୍କ ଯଜ୍ଞଶାଳାକୁ ଯିବା ପାଇଁ ପ୍ରାର୍ଥନା କଲେ ତଥା ସେମାନେ ଶିବ ବ୍ରହ୍ମାଙ୍କୁ ସାଙ୍ଗରେ ନେଇ ସେଠାକୁ ଗଲେ। ଯାହା ଯାହା ଶିବ କହିଥିଲେ ସେହି ପ୍ରକାର ସମସ୍ତ କାର୍ଯ୍ୟ ପରେ ସେ ଦକ୍ଷଙ୍କ ଶରୀରରେ ଯଜ୍ଞ ପଶୁ ଛେଳିର ମୁଣ୍ଡକୁ ଯୋଡ଼ି ଦେଇଥିଲେ। ମୁଣ୍ଡ ଯୋଡ଼ିବା ପରେ ରୁଦ୍ରଦେବଙ୍କ ଦୃଷ୍ଟି ପଡ଼ିବା କ୍ଷଣି ଦକ୍ଷ ତତ୍କାଳ ଶୋଇ ଉଠିବା ପରି ଉଠି ଠିଆ ହେଲେ ଓ ନିଜ ସମ୍ମୁଖରେ ଭଗବାନ ଶିବଙ୍କୁ ଦେଖିଲେ। ଦକ୍ଷଙ୍କ ଶଙ୍କରଦ୍ରୋହୀ କାଳିମାରେ କଳୁଷିତ ହୃଦୟ ଶିବଙ୍କ ଦର୍ଶନ ମାତ୍ରକେ ଶରତକାଳୀନ ସରୋବର ସଦୃଶ୍ୟ ସ୍ୱଚ୍ଛ ହୋଇଗଲା। ଦକ୍ଷ ମହାଦେବଙ୍କ ସ୍ତୁତି କରିବାକୁ ଚାହୁଁଥିଲେ, କିନ୍ତୁ ନିଜ ମୃତ କନିଷ୍ଠ କନ୍ୟା ସତୀର ସ୍ମରଣ ଆସିବା ମାତ୍ରେ ସ୍ନେହ ଓ ଉତ୍କଣ୍ଠା କାରଣରୁ ଦକ୍ଷଙ୍କ ନେତ୍ରରୁ ଅଶ୍ରୁ ଝରିବାକୁ ଲାଗିଲା। ତାଙ୍କ ମୁଖରୁ କୌଣସି ଶବ୍ଦ ବାହାରୁ ନଥିଲା। ପ୍ରେମରେ ବିହ୍ୱଳ ପରମ ବୁଦ୍ଧିମାନ ପ୍ରଜାପତି ଦକ୍ଷ ଯେପରି ହଉ ନିଜ ହୃଦୟର ଆବେଗକୁ ସ୍ଥିର ରଖି ବିଶୁଦ୍ଧ ଭାବରେ ନିଷ୍କପଟ ଚିତ୍ତରେ ଭଗବାନ ଶିବଙ୍କ ସ୍ତୁତି କରିବା ଆରମ୍ଭ କଲେ। ହେ ଭଗବାନ, ମୁଁ ତ ଆପଣଙ୍କ ବହୁତ ବଡ଼ ଅପରାଧୀ ଅଟେ। ଆପଣ ମୋତେ ଦଣ୍ଡ ଦେଇ ବହୁତ ବଡ଼ କୃପା କରିଛନ୍ତି। ଆପଣ ଓ ଶ୍ରୀହରି ଆଚାରହୀନ ନାମମାତ୍ର ବ୍ରାହ୍ମଣମାନଙ୍କୁ ମଧ୍ୟ ଉପେକ୍ଷା କରିନାହାନ୍ତି, ପୁଣି ମୋ ଭଳି ଯଜ୍ଞ ଯଜ୍ଞାଦି କରିବା ଲୋକଙ୍କୁ କାହିଁକି ଭୁଲିବେ? ହେ ବିଭୋ, ଆପଣ ବ୍ରହ୍ମା ହୋଇ ପ୍ରଥମେ ତତ୍ତ୍ୱ ରକ୍ଷା ନିମିତ୍ତ ନିଜ ମୁଖରୁ ବିଦ୍ୟା ତପ ଓ ବ୍ରତାଦି ଧାରଣ କରୁଥିବା ବ୍ରାହ୍ମଣମାନଙ୍କୁ ଉତ୍ପନ୍ନ କରିଥିଲେ। ମୁଁ ଆପଣଙ୍କ ତତ୍ତ୍ୱକୁ ଜାଣିନଥିଲି, ଏହି କାରଣରୁ ଏତେ ବଡ଼ ସଭାରେ ଦୁର୍ବଚନ ରୂପୀ ବାଣ ଦ୍ୱାରା ଆପଣଙ୍କୁ ଅପମାନ କରିଥିଲି। କିନ୍ତୁ ଆପଣ ମୋର ସେହି ଅପରାଧକୁ ଅକିଞ୍ଚନ ଭାବି ଆପଣଙ୍କ ଭଳି ପୂଜ୍ୟତମ ମହାନୁଭବଙ୍କ ନିନ୍ଦାର ମହାନ ଅପରାଧ କାରଣରୁ ନରକ ଆଦି ନୀଚ ଲୋକରେ ପତିତ ହେବାରୁ ବଞ୍ଚାଇ ଦେଲେ। ଆପଣ ଆପଣଙ୍କ କରୁଣାଭରି ଦୃଷ୍ଟିରେ ମୋତେ ଉଦ୍ଧାର କରିଦେଲେ। ବର୍ତ୍ତମାନ ମଧ୍ୟ ଆପଣଙ୍କୁ ପ୍ରସନ୍ନ କରିବା ଯୋଗ୍ୟ କୌଣସି ଗୁଣ ମୋଠାରେ ନାହିଁ। କେବଳ ଆପଣ ନିଜର ଉଦାରତା ପୂର୍ବକ ବର୍ତ୍ତାବରେ ମୋଠାରେ ପ୍ରସନ୍ନ ହୁଅନ୍ତୁ। ଆଶୁତୋଷ ଶଙ୍କରଙ୍କ ପାଖରେ ଏ ପ୍ରକାର ନିଜର ଅପରାଧ କ୍ଷମା କରାଇ ଦକ୍ଷ ବ୍ରହ୍ମାଙ୍କ କହିବା ଅନୁଯାୟୀ ଉପାଧ୍ୟାୟ ଋତ୍ୱିଜ ଓ ଅଗ୍ନି ଆଦିଙ୍କ ସହାୟତାରେ ଯଜ୍ଞ କାର୍ଯ୍ୟ ଆରମ୍ଭ କଲେ। ବ୍ରାହ୍ମଣମାନେ ଯଜ୍ଞ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ରୁଦ୍ରଗଣ ସମ୍ବନ୍ଧୀ ଭୂତ ପିଶାଚମାନଙ୍କ ସଂସର୍ଗ ଜନିତ ଦୋଷର ଶାନ୍ତି ପାଇଁ 3 ପାତ୍ରରେ ବିଷ୍ଣୁ ଭଗବାନଙ୍କ ପାଇଁ ପୁରୋଡାସ ନାମକ ଚରୁର ହବନ କଲେ। ଏହି ପୁରୁଡାସ ରୂପୀ ଚରୁକୁ ହାତରେ ନେଇ ଅର୍ଦ୍ଧୟୁଙ୍କ ସଙ୍ଗରେ ଯଜମାନ ଦକ୍ଷ ଯେମିତି ଶୁଦ୍ଧ ଚିତ୍ତରେ ଧ୍ୟାନ କଲେ, ସେମିତି ହିଁ ଭଗବାନ ଶ୍ରୀହରି ସେଠାରେ ପ୍ରକଟ ହେଲେ। ବୃହତ୍ ଓ ରଥନ୍ତର ନାମକ ସାମ ସ୍ତ୍ରୋତ୍ର ଯାହାର ପଙ୍ଖ ଅଟେ, ସେହି ଗରୁଡ଼ ପିଠିରେ ଉପବିଷ୍ଟ ହୋଇ ଭଗବାନ 10 ଦିଗକୁ ପ୍ରକାଶିତ କରି ନିଜ ଅଗ୍ନିକାନ୍ତି ଦ୍ୱାରା ସବୁ ଦେବତାମାନଙ୍କ ତେଜ ହରଣ କରିନେଲେ। ତାଙ୍କ ସମକ୍ଷରେ ସମସ୍ତଙ୍କ କାନ୍ତି ଫିକା ପଡ଼ିଯାଇଥିଲା। ଶ୍ରୀହରି ଶ୍ୟାମବର୍ଣ୍ଣ, ତାଙ୍କ ପରିଧାନ ପୀତବସ୍ତ୍ର ଯାହାକି ସ୍ୱର୍ଣ୍ଣିବ ଜଣାପଡ଼ୁଥିଲା।
ତାଙ୍କ ମସ୍ତକରେ ସୂର୍ଯ୍ୟଙ୍କ ସଦୃଶ୍ୟ ଦେଦୀପ୍ୟମାନ ଉଜ୍ଜ୍ୱଳ କିରୀଟ ଶୋଭା ପାଉଥିଲା। ମୁଖକମଳ ଭ୍ରମର ସମାନ ନୀଳ କୁଞ୍ଚୁକୁଞ୍ଚିଆ ବାଳ ଓ କାନ୍ତିମୟ କୁଣ୍ଡଳରେ ସୁଶୋଭିତ ଥିଲା। ସୁବର୍ଣ୍ଣ ଆଭୂଷଣରେ ବିଭୂଷିତ 8ଟି ଭୁଜା ଥିଲା, ଯାହାକି ଭକ୍ତମାନଙ୍କ ରକ୍ଷା ପାଇଁ ସର୍ବଦା ଉଦ୍ୟତ ରହୁଥିଲେ। 8ଟି ଭୁଜାରେ ସେ ଶଙ୍ଖ, ପଦ୍ମ, ଚକ୍ର, ବାଣ, ଧନୁଷ, ଗଦା, ଖଡ୍ଗ ଓ ଢାଲ ଏସବୁ ଆୟୁଧ କାରଣରୁ ସେ ଗୋଟିଏ ପ୍ରସ୍ଫୁଟିତ କନ୍ୟର ବୃକ୍ଷ ସମାନ ଜ୍ଞାତ ହେଉଥିଲେ। ପ୍ରଭୁଙ୍କର ହୃଦୟରେ ଶିବତ୍ସ ଚିହ୍ନ ଥିଲା ଓ ତାଙ୍କ ଗଳାରେ ସୁନ୍ଦର ବନମାଳା ସୁଶୋଭିତ ହେଉଥିଲା। ସେ ନିଜର ଉଦାର ହାସ୍ୟ ଓ ଲୀଳାମୟ କଟାକ୍ଷ ଦ୍ୱାରା ସାରା ସଂସାରକୁ ଆନନ୍ଦମଗ୍ନ କରୁଥିଲେ। ତାଙ୍କର ଦୁଇ ପାର୍ଶ୍ୱରେ ଅନେକ ପାର୍ଷଦ ରାଜହଂସ ସମାନ ଶ୍ଵେତ ଚାମର ଓ ବ୍ୟଜନ ଚାମର ଝୁଲାଉଥିଲେ। ତାଙ୍କ ମୁଣ୍ଡ ଉପରେ ଚନ୍ଦ୍ରମା ସମାନ ଶ୍ଵେତ ଛତ୍ର ସୁଶୋଭିତ ହେଉଥିଲା। ଶ୍ରୀହରି ସମସ୍ତଙ୍କ ସମକ୍ଷକୁ ଆସିବା ଦେଖି ଇନ୍ଦ୍ର, ବ୍ରହ୍ମା, ମହାଦେବ ଆଦି ଦେବେଶ୍ୱର ସହିତ ଦେବତା, ଗନ୍ଧର୍ବ ଓ ଋଷି ଆଦି ସମସ୍ତେ ସହସା ଉଠି ଠିଆ ହେଲେ ଓ ଶ୍ରୀହରିଙ୍କୁ ପ୍ରଣାମ କଲେ। ତାଙ୍କ ତେଜ ଦ୍ୱାରା ସମସ୍ତଙ୍କ କାନ୍ତି ଫିକା ପଡ଼ିଯାଇଥିଲା। ଜିହ୍ବା ଗଦଗଦ ହୋଇଥିଲା। ସମସ୍ତେ ସକପକ ହେବାକୁ ଲାଗିଲେ। ମସ୍ତକରେ ଅଞ୍ଜଳି ସ୍ପର୍ଶ କରି ଭଗବାନଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଗଲେ। ଯଦିଓ ଭଗବାନଙ୍କ ମହିମା ବ୍ରହ୍ମା ଆଦିଙ୍କ ମତି ପହଞ୍ଚି ପାରେ ନାହିଁ, ତଥାପି ଭକ୍ତଙ୍କ ଉପରେ କୃପା କରିବା ପାଇଁ ଦିବ୍ୟ ରୂପରେ ପ୍ରକଟ ହୋଇଥିବା ଶ୍ରୀହରିଙ୍କୁ ସେମାନେ ନିଜ ନିଜ ବୁଦ୍ଧି ଅନୁସାରେ ସ୍ତୁତି କରିବାକୁ ଲାଗିଲେ। ସର୍ବପ୍ରଥମେ ପ୍ରଜାପତି ଦକ୍ଷ ଏକ ଉତ୍ତମ ପାତ୍ରରେ ପୂଜା ସାମଗ୍ରୀ ନେଇ ନନ୍ଦ, ସୁନନ୍ଦା ଆଦି ପାର୍ଷଦମାନଙ୍କ ଘେରରେ ପ୍ରଜାପତିଙ୍କ ପରମ ଗୁରୁ ଭଗବାନ ଯଜ୍ଞେଶ୍ୱରଙ୍କ ପାଖକୁ ଗଲେ ଓ ଅତି ଆନନ୍ଦିତ ହୋଇ ବିନୀତ ଭାବେ ହାତ ଯୋଡ଼ି ପ୍ରାର୍ଥନା କରି ପ୍ରଭୁଙ୍କ ଶରଣାପନ୍ନ ହେଲେ। ଦକ୍ଷ ସ୍ତୁତି କରିବାକୁ ଲାଗିଲେ, ହେ ଭଗବାନ, ଆପଣ ନିତ୍ୟ ଶୁଦ୍ଧ ଅଟନ୍ତି। ନିଜ ସ୍ୱରୂପରେ ଆପଣ ବୁଦ୍ଧିର ଜାଗ୍ରତ ଆଦି ସମସ୍ତ ଅବସ୍ଥାରୁ ରହିତ, ଶୁଦ୍ଧ, ଚିନ୍ମୟ, ଭେଦ ରହିତ, ଅତଏବ ନିର୍ଭୟ ଅଟନ୍ତି। ଆପଣ ମାୟାକୁ ତିରସ୍କାର କରି ସ୍ୱତନ୍ତ୍ର ରୂପରେ ବିରାଜମାନ ଅଟନ୍ତି। ତଥାପି ଲୀଳା ପାଇଁ ତାକୁ ସ୍ୱୀକାର କରି ଜୀବ ଭାବକୁ ପ୍ରାପ୍ତ ହୋଇ ସାଧାରଣ ଅଜ୍ଞାନୀ ପୁରୁଷ ସମାନ ଦେଖାଯାଆନ୍ତି। ଋତ୍ବିୟମାନେ କହିଲେ, ହେ ନିରଞ୍ଜନ, ହେ ଭଗବାନ, ଆମେମାନେ ରୁଦ୍ରଦେବଙ୍କ ଅଂଶରୂପୀ ନନ୍ଦୀଶ୍ୱରଙ୍କ ଶାପ ଦ୍ୱାରା ଆପଣଙ୍କ ତତ୍ତ୍ୱକୁ ଜାଣିପାରିଲୁ ନାହିଁ। ଆମର ବୁଦ୍ଧି କେବଳ କର୍ମକାଣ୍ଡରେ ହିଁ ଫସିଯାଇଅଛି। 3 ବେଦ ଦ୍ୱାରା ପ୍ରତିପାଦିତ ଯଜ୍ଞକୁ ଆମେ ଆପଣଙ୍କ ସ୍ୱରୂପ ମାନୁଛୁ। ସଦସ୍ୟମାନେ କହିଲେ, ହେ ଶରଣ ଦାତା, ବିବିଧ ପ୍ରକାର କ୍ଲେଶ କାରଣରୁ ଅତିଶୟ ଦୁର୍ଗମ ଓ କାଳରୂପୀ ଭୟଙ୍କର ସର୍ପରେ ଏ ସ୍ଥାନ ସୁଖ ସୁଖାଦି ଗର୍ଭରେ ପରିପୂର୍ଣ୍ଣ। କେବେ ଆପଣଙ୍କ ପଦ୍ମପାଦ ରୂପ ଆଶ୍ରୟସ୍ଥଳ ପ୍ରାପ୍ତ ହେବ? ରୁଦ୍ର କହିଲେ, ହେ ଭଗବାନ, ଆପଣଙ୍କ ଶ୍ରୀଚରଣ ସମସ୍ତ ବାଞ୍ଛିତ ଫଳ ପ୍ରଦାନରେ ସମର୍ଥ। ନିଷ୍କାମ ମୁନିଗଣ ଆଦରପୂର୍ବକ ଆପଣଙ୍କ ପାଦ ପଦ୍ମର ସେବା କରିଥାନ୍ତି। ଭୃଗୁ କହିଲେ, ହେ ଭଗବାନ, ଅତ୍ୟୁଚ୍ଚ ବ୍ରହ୍ମାଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ପିପିଲିକା ପର୍ଯ୍ୟନ୍ତ ସମସ୍ତ ଜୀବ ଦୂରତିକ୍ରମ ମାୟାଶକ୍ତିର ଅଧୀନ ଓ ସେମାନେ ସ୍ୱରୂପ ସ୍ଥିତି ସମ୍ବନ୍ଧରେ ଅଜ୍ଞ ଅଟନ୍ତି। ଆପଣ ସମସ୍ତଙ୍କ ପ୍ରପନ୍ନାତ୍ମାଙ୍କର ଶାଶ୍ୱତ ବନ୍ଧୁ ଓ ଗୁରୁ ଅଟନ୍ତି। ବ୍ରହ୍ମା କହିଲେ, ହେ ଭଗବାନ, ଯେଉଁ ବ୍ୟକ୍ତି ଜ୍ଞାନ ଆହରଣର ବିଭିନ୍ନ ମାର୍ଗ ଦ୍ୱାରା ଆପଣଙ୍କୁ ଜାଣିବାକୁ ଚେଷ୍ଟା କରନ୍ତି, ସେ ଆପଣଙ୍କୁ ଜାଣିପାରନ୍ତି ନାହିଁ। ଆପଣ ଜ୍ଞାନ, ପଦାର୍ଥ ଓ ଇନ୍ଦ୍ରିୟମାନଙ୍କର ଆଶ୍ରୟ। ଇନ୍ଦ୍ର କହିଲେ, ହେ ପ୍ରିୟ ଭଗବାନ, ଆପଣଙ୍କ ଅଷ୍ଟଭୁଜଧାରୀ ଦିବ୍ୟ ବିଗ୍ରହ ଏବଂ ପ୍ରତ୍ୟେକ ହସ୍ତରେ ଧାରଣ କରିଥିବା ଅସ୍ତ୍ରଶସ୍ତ୍ର ସମଗ୍ର ବ୍ରହ୍ମାଣ୍ଡର କଲ୍ୟାଣ ନିମିତ୍ତ ଉଦ୍ଦିଷ୍ଟ ଏବଂ ଏହା ମନ ଓ ଚକ୍ଷୁର ଆନନ୍ଦଦାୟକ। ଯାଜ୍ଞିକ ମାନଙ୍କ ପତ୍ନୀମାନେ କହିଲେ, ହେ ଭଗବାନ, ଏ ଯଜ୍ଞ ଶ୍ରୀ ବ୍ରହ୍ମାଙ୍କ ଉପଦେଶ କ୍ରମେ ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ଦୁର୍ଭାଗ୍ୟକ୍ରମେ ଦକ୍ଷ ପ୍ରତି କ୍ରୋଧବଶତଃ ଶିବ ଏ ଯଜ୍ଞ ନଷ୍ଟ କରିଦେଇଥିଲେ। ବର୍ତ୍ତମାନ ଆପଣ ପଦ୍ମପଳାଶ ଲୋଚନର କୃପାଦୃଷ୍ଟି ଦ୍ୱାରା ଏ ଯଜ୍ଞସ୍ଥଳୀକୁ ପବିତ୍ର କରନ୍ତୁ। ଋଷିମାନେ କହିଲେ, ହେ ପ୍ରିୟ ଭଗବାନ, ଆପଣଙ୍କ କ୍ରିୟାକଳାପ ଅତୀବ ଆଶ୍ଚର୍ଯ୍ୟଜନକ। ବ୍ରହ୍ମାଙ୍କ ଭଳି ମହାନ ଦେବତାଗଣ ଯେଉଁ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରି ତାଙ୍କ କୃପା ପ୍ରାର୍ଥନା କରନ୍ତି, ସେ ଲକ୍ଷ୍ମୀଙ୍କ ପ୍ରତି ମଧ୍ୟ ଆପଣ ଆସକ୍ତ ନୁହନ୍ତି। ସିଦ୍ଧଗଣ କହିଲେ, ହେ ଭଗବାନ, ଆମମାନଙ୍କ ମନ ଦାବାଗ୍ନି ସନ୍ତପ୍ତ ଏକ ହସ୍ତି ସଦୃଶ ଅଟେ। ଦାବାଗ୍ନି ସନ୍ତପ୍ତ ହସ୍ତି ନବୀନ ଜଳରେ ପ୍ରବେଶ କଲା କ୍ଷଣି ଅଗ୍ନିଜାତ ସନ୍ତାପ ସବୁ ଭୁଲି ଯାଇଥାଏ। ଠିକ୍ ସେହିପରି ଭବତୃଷ୍ଣା କାତର ଆମମାନଙ୍କର ମନ ଆପଣଙ୍କ ବିଶୁଦ୍ଧ କଥାମୃତ ତଟେନରେ ଅବଗାହନ କରେ, ସେତେବେଳେ ସଂସାର କ୍ଲେଶ ବିସ୍ମୃତ ହୋଇଯାଏ। ଯଜମାନ ପତ୍ନୀ ଦକ୍ଷ ପତ୍ନୀ କହିଲେ, ହେ ପ୍ରିୟ ଭଗବାନ, ଏହା ବଡ଼ ସୌଭାଗ୍ୟର କଥା ଯେ ଆପଣ ଏ ଯଜ୍ଞସ୍ଥଳରେ ଆବିର୍ଭୂତ ହୋଇଛନ୍ତି। ମୁଁ ଆପଣଙ୍କୁ ପ୍ରଣାମ କରୁଛି ଓ ଅନୁରୋଧ କରୁଛି ଆପଣ ଏ ଯଜ୍ଞରେ ପ୍ରସନ୍ନ ହୁଅନ୍ତୁ। ଲୋକପାଳ କହିଲେ, ହେ ଭଗବାନ, ଆମେମାନେ ଆମମାନଙ୍କର ପ୍ରତ୍ୟକ୍ଷ ଦୃଷ୍ଟିକୁ ବିଶ୍ୱାସ କରୁ, କିନ୍ତୁ ଏ ପରିପ୍ରେକ୍ଷୀରେ ଆମେମାନେ ଆମମାନଙ୍କର
ଜଡେନ୍ଦ୍ରିୟ ମାନଙ୍କର ସାହାଯ୍ୟରେ ପ୍ରକୃତ ପକ୍ଷେ ଆପଣଙ୍କୁ ଦେଖୁଛୁ କି ନାହିଁ ତାହା ଆମେ ଜାଣିପାରୁନାହୁଁ। ଆପଣ ପଞ୍ଚଭୂତର ଅତିରିକ୍ତ ଷଷ୍ଠଭୂତ ବିଶେଷ ରୂପେ ପ୍ରକାଶ ପାଉଛନ୍ତି, ଏଣୁ ଆମେମାନେ ଆପଣଙ୍କୁ ଭୌତିକ ଜଗତର ସୃଷ୍ଟି ରୂପରେ ଦେଖୁ। ଯୋଗେଶ୍ୱରଗଣ କହିଲେ, ହେ ପ୍ରିୟ ଭଗବାନ, ଆପଣ ସମସ୍ତ ଜୀବଙ୍କ ଠାରେ ଥିବା ପରମାତ୍ମା ଅଟନ୍ତି। ଯେଉଁମାନେ ଆପଣଙ୍କୁ ଭଗବାନ ରୂପରେ ଓ ନିଜକୁ ଆପଣଙ୍କ ଭୃତ୍ୟ ବା ସେବକ ରୂପରେ ସ୍ୱୀକାର କରି ଆପଣଙ୍କ ସେବାରେ ନିଯୁକ୍ତ ହୋଇଥାନ୍ତି, ସେମାନେ ଆପଣଙ୍କ ଅନୁଗ୍ରହ ଲାଭ କରିଥାନ୍ତି। ବ୍ରହ୍ମସ୍ୱରୂପ ବେଦ କହିଲେ, ହେ ଭଗବାନ, ଜଗତର ଉତ୍ପତ୍ତି ସ୍ଥିତି ଓ ପ୍ରଳୟ ନିମିତ୍ତ ଜୀବର ଅଦୃଷ୍ଟବଶତଃ ଆପଣଙ୍କ ବହିରଙ୍ଗା ମାୟାର ଗୁଣ ସକଳ ବହୁ ପ୍ରକାର ନିର୍ଭିନ୍ନ ହୋଇଥାଏ। ଏ ପ୍ରକାର ମହିମାନ୍ୱିତ ଆପଣଙ୍କୁ ଆମେ କେବଳ ନମସ୍କାର ବିଧାନ କରୁଛୁ। ଅଗ୍ନିଦେବ କହିଲେ, ହେ ଭଗବାନ, ମୁଁ ଆପଣଙ୍କୁ ସସମ୍ମାନ ପ୍ରଣାମ ଜଣାଉଛି। ଆପଣଙ୍କ କୃପାରୁ ମୁଁ ପ୍ରଜ୍ୱଳିତ ଅଗ୍ନି ଭଳି ତେଜିୟାନ ହୋଇଛି। ଯଜୁର୍ବେଦ ଅନୁଯାୟୀ ପଞ୍ଚବିଧ ଯଜ୍ଞ ଆପଣଙ୍କ ଶକ୍ତି ସମୂହ ଅଟନ୍ତି ଏବଂ ଆପଣ ପଞ୍ଚବିଧ ଯଜ୍ଞ ମନ୍ତ୍ରରେ ଆରାଧିତ ହୁଅନ୍ତି। ଯଜ୍ଞର ଅର୍ଥ ହେଉଛି ଯଜ୍ଞେଶ୍ୱର ଭଗବାନ। ଦେବତାମାନେ କହିଲେ, ହେ ଭଗବାନ, ଯେଉଁ ଆଦି ପୁରୁଷ ପୁରା କାଳରେ କଳ୍ପାନ୍ତ ସମୟରେ ଭିନ୍ନାକାରରେ ପରିଣତ ନିଖିଳ ଭୌତିକ ଶକ୍ତି ବା ପ୍ରକାଶକୁ ସ୍ୱୀୟ ଉଦରାଭ୍ୟନ୍ତରରେ ଲୀନ କରି କାରଣାର୍ଣ୍ଣବା ସଲିଳରେ ଅନନ୍ତ ଶଯ୍ୟାରେ ଶୟନ କରନ୍ତି, ସେହି ଆଦ୍ୟ ପୁରୁଷ ଆମ ନୟନ ପଥର ପଥିକ ହୋଇ ବିଚରଣ କରୁଛନ୍ତି ଏବଂ ଭୃତ୍ୟବୋଧରେ ଆମମାନଙ୍କୁ ରକ୍ଷା କରିଛନ୍ତି। ଗନ୍ଧର୍ବମାନେ କହିଲେ, ହେ ଦେବ, ମରିଚି ପ୍ରଭୃତି ପ୍ରଜାପତି ଏବଂ ରୁଦ୍ର ପ୍ରମୁଖ ବ୍ରହ୍ମା ଇନ୍ଦ୍ରାଦି ଦେବତାଗଣ ଆପଣଙ୍କ ଅଂଶର ଅଂଶ, ଆମେ ଆପଣଙ୍କୁ ନମସ୍କାର କରୁଛୁ। ବିଦ୍ୟାଧରଗଣ କହିଲେ, ହେ ଭଗବାନ, ଏ ମାନବ ଶରୀର ସର୍ବୋଚ୍ଚ ସିଦ୍ଧିଲାଭ ନିମିତ୍ତ ଉଦ୍ଦିଷ୍ଟ, କିନ୍ତୁ ଆପଣଙ୍କ ବହିରଙ୍ଗା ଶକ୍ତି ବା ମାୟା ଶକ୍ତି ଦ୍ୱାରା ମୋହିତ ହୋଇ ଜୀବ ଦେହରେ ଆତ୍ମବୃଦ୍ଧି କରେ। କୌଣସି ବ୍ୟକ୍ତି ଦିବ୍ୟ କଥାମୃତ ଶ୍ରବଣ କୀର୍ତ୍ତନ କରନ୍ତି, ସେ ମାୟାମୁକ୍ତ ହୋଇଥାନ୍ତି। ବ୍ରାହ୍ମଣମାନେ କହିଲେ, ହେ ଭଗବାନ, ଆପଣ ହିଁ ସ୍ୱୟଂ ଯଜ୍ଞ ଅଟନ୍ତି। ଆପଣ ହିଁ ହବି ଅର୍ଥାତ୍ ଘୃତାହୁତି ଅଟନ୍ତି। ଆପଣ ହିଁ ଅଗ୍ନି, ଆପଣ ହିଁ ମନ୍ତ୍ର, ଆପଣ ହିଁ ସମିଧା କୁଶା ତଥା ଯଜ୍ଞପାତ୍ର ଅଟନ୍ତି। ଆପଣ ହିଁ ସଦସ୍ୟ ଋତ୍ୱିଜ ଯଜମାନ ଦମ୍ପତି ଦେବତା ଅଗ୍ନିହୋତ୍ର ସ୍ୱଧା ସୋମ ଘୃତ ତଥା ବଳି ପଶୁ ଅଟନ୍ତି। ହେ ତ୍ରୟୀମୂର୍ତ୍ତି, ହେ ଯଜ୍ଞ କ୍ରତୁ, ପୂର୍ବ କାଳରେ ଆପଣ ହିଁ ଏକ ବିଶାଳକାୟ ଶୂକର ରୂପ ଧାରଣ କରି ରସାତଳରେ ବୁଡ଼ି ରହିଥିବା ଏହି ପୃଥିବୀକୁ ଆପଣଙ୍କ ଦନ୍ତରେ ଉଠାଇ ଆଣିଥିଲେ। ସେହି ସମୟରେ ଆପଣ ଧୀରେ ଧୀରେ ଗର୍ଜନ କରୁଥିଲେ ଓ ଯୋଗୀଗଣ ଆପଣଙ୍କ ଏହି ଅଲୌକିକ ପୁରୁଷାର୍ଥ ଦେଖି ଆପଣଙ୍କ ସ୍ତୁତି କରୁଥିଲେ। ହେ ଯଜ୍ଞେଶ୍ୱର, ଯେତେବେଳେ ଲୋକେ ଆପଣଙ୍କ ନାମର କୀର୍ତ୍ତନ କରନ୍ତି, ସେତେବେଳେ ଯଜ୍ଞର ସମସ୍ତ ବିଘ୍ନ ନଷ୍ଟ ହୋଇଯାଇଥାଏ। ଆମର ଏହି ଯଜ୍ଞ ସ୍ୱରୂପ ସତ୍କର୍ମ ନଷ୍ଟ ହୋଇଯାଇଥିଲା। ଅତଏବ ଆମେ ଆପଣଙ୍କ ଦର୍ଶନର ଅଭିଳାଷୀ ଅଟୁ। ଆପଣ ଆମ ଉପରେ ପ୍ରସନ୍ନ ହୁଅନ୍ତୁ, ଆପଣଙ୍କୁ ପ୍ରଣାମ କରୁଛୁ। ଏହି ପ୍ରକାରେ ସମସ୍ତ ଲୋକ ଯଜ୍ଞରକ୍ଷକ ଭଗବାନ ହୃଷିକେଶଙ୍କ ସ୍ତୁତି କରିବାକୁ ଲାଗିଲେ। ସେତେବେଳେ ପରମ ଚତୁର ଦ୍ରକ୍ଷ ରୁଦ୍ର ପାର୍ଷଦ ବୀରଭଦ୍ର ଦ୍ୱାରା ଧ୍ୱଂସ ହୋଇଥିବା ଯଜ୍ଞକୁ ପୁଣି ଥରେ ଆରମ୍ଭ କଲେ। ସର୍ବ ଅନ୍ତର୍ଯ୍ୟାମୀ ଶ୍ରୀହରି ହିଁ ସମସ୍ତ ଭୋଗର ଭୋକ୍ତା ଅଟନ୍ତି। ତଥାପି ତ୍ରିକପାଳ ପୁରୋଡାସ ରୂପ ନିଜ ଭାଗରେ ଆହୁରି ଅଧିକ ପ୍ରସନ୍ନ ହେଲେ। ସେ ଦକ୍ଷକୁ ସମ୍ବୋଧନ କରି କହିଲେ, ଜଗତର ପରମ କାରଣ ମୁଁ ହିଁ ବ୍ରହ୍ମା ଓ ମହାଦେବ। ମୁଁ ସମସ୍ତଙ୍କ ଆତ୍ମା, ଈଶ୍ୱର ଓ ସାକ୍ଷୀ ତଥା ମୁଁ ହିଁ ସ୍ୱୟଂ ପ୍ରକାଶ ଓ ଉପାଧି ଶୂନ୍ୟ ଅଟେ। ହେ ବିପ୍ରବର, ନିଜର ତ୍ରିଗୁଣାତ୍ମିକା ମାୟାକୁ ସ୍ୱୀକାର କରି ମୁଁ ହିଁ ଜଗତର ରଚନା, ପାଳନ ଓ ସଂହାର କରିଥାଏ। ମୁଁ ହିଁ ସେହି କର୍ମର ଅନୁରୂପ ବ୍ରହ୍ମା, ବିଷ୍ଣୁ ଓ ଶଙ୍କର ଏହି ନାମ ଧାରଣ କରିଛି। ଯେଉଁ ଭେଦ ରହିତ ବିଶୁଦ୍ଧ ପରମବ୍ରହ୍ମ ସ୍ୱରୂପ ମୁଁ ହିଁ ଅଟେ। ହେ ବ୍ରହ୍ମନ୍, ମୁଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ତିନି ସ୍ୱରୂପ ତ ଏକ ହିଁ ଅଟେ। ମୁଁ ହିଁ ସମ୍ପୂର୍ଣ୍ଣ ଜୀବରୂପ ଅଟେ। ଅତଃ ଯିଏ ମୋ ଭିତରେ କିଛି ବି ଭେଦ ନ ଦେଖେ, ସେ ହିଁ ଶାନ୍ତି ପ୍ରାପ୍ତ କରିଥାଏ। ଭଗବାନଙ୍କ ଏହି ପ୍ରକାର ଆଜ୍ଞା ପରେ ପ୍ରଜାପତିଙ୍କ ନାୟକ ଦକ୍ଷ ତ୍ରିକ୍ପାଳ ଯଜ୍ଞ ଦ୍ୱାରା ପୂଜନ କରି ପୁଣି ଅଙ୍ଗଭୂତ ଓ ପ୍ରଧାନ ଦୁଇ ପ୍ରକାରରେ ସମସ୍ତ ଦେବତାମାନଙ୍କ ଅର୍ଚ୍ଚନା କଲେ। ପୁଣି ଏକାଗ୍ରଚିତ ହୋଇ ଭଗବାନ ଶଙ୍କରଙ୍କ ଯଜ୍ଞ ଶେଷ ରୂପ ତାଙ୍କ ଭାଗରୁ ୟଜନ କଲେ ତଥା ସମାପ୍ତିରେ କରାଯାଇଥିବା ଉଦ୍ବସାନ ନାମକ କର୍ମରେ ଅନ୍ୟ ସୋମପାଇ ଏବଂ ଅନ୍ୟାନ୍ୟ ଦେବତାଙ୍କ ୟଜନ କରି ଯଜ୍ଞର ଉପସଂହାର କଲେ ଓ ଅନ୍ତରେ ଋତ୍ୱିକମାନଙ୍କ ସହିତ ଅବଭୂତ ସ୍ନାନ କଲେ। ପୁଣି ଯାହାକୁ ନିଜ ପୁରୁଷାର୍ଥ ଦ୍ୱାରା ସବୁ ପ୍ରକାର ସିଦ୍ଧି ପ୍ରାପ୍ତ ହୋଇଥାଏ, ସେହି ଦକ୍ଷ ପ୍ରଜାପତିଙ୍କୁ ତୁମର ସଦା ଧର୍ମରେ ବୃଦ୍ଧି ହେଉ ଏପରି ଆଶୀର୍ବାଦ ଦେଇ ସମସ୍ତ ଦେବତା ସ୍ୱର୍ଗଲୋକକୁ ପ୍ରତ୍ୟାବର୍ତ୍ତନ କଲେ। ଦକ୍ଷସୁତା ସତୀ ନିଜର
ପୂର୍ବ ଶରୀର ତ୍ୟାଗ କରି ପୁଣି ହିମାଳୟଙ୍କ ପତ୍ନୀ ମେନାଙ୍କ ଗର୍ଭରୁ ଜନ୍ମ ନେଲେ। ଯେଉଁ ପ୍ରକାର ପ୍ରଳୟ କାଳରେ ଲୀନ ହୋଇଥିବା ଶକ୍ତି ସୃଷ୍ଟିର ଆରମ୍ଭରେ ପୁଣି ଈଶ୍ୱରଙ୍କ ହିଁ ଆଶ୍ରୟ ନେଇଥାଏ, ସେହି ପ୍ରକାର ଅନନ୍ୟା ପରାୟଣା ଶ୍ରୀ ଅମ୍ବିକା ଏହି ଜନ୍ମରେ ମଧ୍ୟ ନିଜର ଏକମାତ୍ର ଆଶ୍ରୟ ଓ ପ୍ରିୟତମ ଭଗବାନ ଶଙ୍କରଙ୍କୁ ହିଁ ବରଣ କରିଥିଲେ। ଶ୍ରୀ ମୈତ୍ରେୟ ମୁନି ବିଦୁରଙ୍କୁ କହୁଛନ୍ତି, ହେ କୁରୁନନ୍ଦନ, ହେ ବିଦୁର, ଦକ୍ଷ ଯଜ୍ଞର ବିଧ୍ୱଂସ କରିବା ବାଲା ଭଗବାନ ଶିବଙ୍କ ଚରିତ୍ର ବୃହସ୍ପତିଙ୍କ ଶିଷ୍ୟ ପରମ ଭକ୍ତ ଉଦ୍ଧବଙ୍କ ଠାରୁ ଶୁଣିଥିଲି। ଶିବଙ୍କ ଏହି ପବିତ୍ର ଚରିତ୍ର ଯଶ ଓ ଆୟୁ ବଢ଼ାଏ ଓ ପାପ ନଷ୍ଟ କରାଏ। ଯେଉଁ ପୁରୁଷ ଭକ୍ତି ଭାବରେ ଏହାକୁ ନିତ୍ୟ ପ୍ରତି ଶ୍ରବଣ ଓ କୀର୍ତ୍ତନ କରେ, ତାର ସମସ୍ତ ପାପ ରାଶି ନଷ୍ଟ ହୋଇଯାଇଥାଏ। ଏହିପରି ଭାବରେ ଦକ୍ଷଙ୍କର ପୁନର୍ବାର ଯଜ୍ଞ ପ୍ରବର୍ତ୍ତନ ଶୀର୍ଷକ ଶ୍ରୀମଦ୍ ଭାଗବତମର ଚତୁର୍ଥ ସ୍କନ୍ଧର 7ମ ଅଧ୍ୟାୟ ସମାପ୍ତ ହେଲା। ସମସ୍ତଙ୍କୁ ଧନ୍ୟବାଦ।